ମାଥ୍ୟୁ 24 ତାର 15, 16, 17 ଯାଏ ପଢିବା। ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଔଷଧକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ, ପାଠକ ବୁଝନ୍ତୁ। ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାଆନ୍ତି ସେମାନେ ପର୍ବତ ମାଳାକୁ ପଳାଇ ଯାଆନ୍ତୁ। ଯେ ଛାତ ଉପରେ ଥାଏ ସେ ଆପଣା ଘର ଭିତରୁ ଜିନିଷପତ୍ର ଘେନିଯିବା ପାଇଁ ଓହ୍ଲାଇ ନ ଆସୁ। ପୁଣି 18 ଯେ କ୍ଷେତରେ ଥାଏ ସେ ଆପଣା ଚାଦର ଘେନିଯିବା ପାଇଁ ଲେଉଟି ନ ଯାଉ। ବାସ୍। ପ୍ରେଜ୍ ଦ ଲର୍ଡ। ଗତ ଦିନ ଠାରୁ, ଗତ ରାତ୍ର ଠାରୁ ଆମେ ଅଧ୍ୟୟନ କରୁଛୁ ପଳାୟନ କରିବା, ରନଆୱେ, ଭାଗ। କେତେକ ବିଷୟ ଲାଇଫରେ ଏପରି ବିଷୟ ଥାଏ ଯାହା ମାନେ ସାମ୍ନା କରିପାରିବୁନି, ଜିତି ପାରିବୁନି। ପରମେଶ୍ୱର ଜାଣିଛନ୍ତି we cannot fight, we cannot win. तो बेटर थिंग, व्हाट इज बेटर थिंग? रन अवे, भागना है वहां से। तो आपण माने जानिछन्ते हम मानकर शेष तुरीध्वनि बाइबल स्टडी रो मुख्य उद्देश्य, गुरुत्वपूर्ण लक्ष्य एटा गोटे बाइबल को आत्मिक भाव रे बुझिया पय चेष्टा करूछु। कारण बहुत थर आम पढ़ीछु द्वितीय कोरिन्थी 3, 5, 6 रे कि से आम मान को अक्षर नुहे बरं आत्मांकर सेवक हेबा निमंते आम मान को नियुक्त करिसंती। द स्पिरिचुअल साइड ऑफ द बाइबल समस्त विषय लिटरली लिखा हेथिले मध्य पुरातन नियम ठारू आरंभ करि नूतन नियम पर्यंत समस्त विषय लिटरली भी बुझिबार, प्रॉफिटिकली बुझिबार आ आत्मिक भाव रे मध्य बुझिबार। तो आम्भे माने वाक्य के एपरि अध्ययन करूछु जो द्वारा कि आमे आत्मिक शिक्षा किछि लाभ करू। तो गत रात्र में शुणुथिलु कि केते बेले प्रभु हम मान को पळाइमा पई कहिसंती। मु सेते बेले तो ओडिया रे कंफ्यूज होउथिले एक्चुअली। भाग जाना, रन अवे, ओडिया रे कोन एक्चुअल राइट वर्ड? कारण गो पई मध्य पळाओ बोल लिखा था, ओडिया रे थाउची। रन अवे पई मध्य पळाओ बोल लिखा अछि। दीटा मन जाओ जाओ बोलला परी हे गला। ओडिया रे केते वर्ड पलायन एक्चुअली राइट वर्ड एक्चुअली। आउ किसी वर्ड अछि कि नै मते जणा नि ओडिया। गोइंग इज डिफरेंट एंड रनिंग अवे इज डिफरेंट। भाग जाना अलग है, जाना अलग है। तो ओडिया रे मो देखे पलाई जाओ, पलाओ। इट्स नॉट पलाओ और पलाई जाओ, भागो वहां से। यू शुड रन, भागना है, दौड़ी पळाइबार, आपणर प्राण बंचाइबा पय। दैट इज द टार्गेट। प्राण रक्षार्थे पळाइबार सही परिस्थिति रु। तो कल आम शुणिथिलु कि जेरुसलेम, इज्राएल जेतेबेले शत्रु देश मानकर शत्रु सैन्य सामंत द्वारा घेरित हेबार देखिबो, बेष्टित हेबार देखिबो, युद्धर वातावरण जेतेबेले देखिबो, तुम्हें माने कौन करो? जिहुदा प्रदेश रु, जेरुसलेम रु पलायन करो। आपण माने जानिछंती कि प्राय अधिकांश भाववाणी बाइबल रो भाववाणी सब ताहार दुईटी सफलता थाए। गोटे आक्षरिक सफलता, गोटे प्रॉफिटिक। कौन कह प्रॉफिटिक को? भाववाणी युक्त भविष्यतरे एक आत्मिक सफलता थाए। जेरुसलेम शत्रु सैनिक मानक हाथ रे घेरित हेबाटा एटा आज नुआ नुहे। तो ख्रीष्टाब्द 70 रे सफल हेई गला से सब। जो दिन जेरुसलेम विनाश हेइथिला, सेई मंदिर जहा प्रभु जीशु ख्रीष्ट को से माने देखाइबा को गले ताहा ध्वंस हेई गला। पत्थर ऊपर पत्थर रहिला नहीं।
ଆଉ ସେହି ଦିନ ଟାଇଟସ୍ ନାମକ ରୋମିଓ ସେନାପତି ଆସି 11 ଲକ୍ଷ ଜିହୁଦୀ ମାନଙ୍କୁ କାଟି ପକାଇଲା ଆଉ ବାକି ଜିହୁଦୀ ମାନେ ଫେରାର ହେଇଗଲେ। ସେମାନେ ମନ୍ଦିରକୁ ଧରି ବସିଥିଲେ, ନିସ୍ତାର ପର୍ବ ପାଳୁଥିଲେ ଖ୍ରୀଷ୍ଟାବ୍ଦ 70ରେ। ଯେତେ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏଇ ଚେତାବନୀକୁ ସତର୍କବାଣୀକୁ ଖାତର କଲେ ନାହିଁ, ସେମାନେ ସମସ୍ତେ ମନ୍ଦିରକୁ ଧରି ବସିଲେ, ସେମାନେ ମରଲେ। ସେତେବେଳେ ଖ୍ରୀଷ୍ଟାବ୍ଦ 70ରେ ମଣ୍ଡଳୀ ବି ଥିଲା, ଖ୍ରୀଷ୍ଟିଆନ ମାନେ ବି ଥିଲେ। ଯେତେ ଜଣ ଖ୍ରୀଷ୍ଟିଆନ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏଇ ବାଣୀ, ଏଇ ସତର୍କ ବାଣୀକୁ ଧରିଲେ, ସେମାନେ ସମସ୍ତେ ପର୍ବତ ଅଞ୍ଚଳକୁ ପଳାଇଥିଲେ। ତେଣୁକରି ସେମାନେ ସେଭ ହେଇଗଲେ, ବଞ୍ଚିଗଲେ। ଜିହୁଦା ପ୍ରଦେଶକୁ, ଜେରୁସାଲେମକୁ ଧରିଥିବା ଜିହୁଦୀ ମାନେ ମଲେ। 11 ଲକ୍ଷ ଜିହୁଦୀ ମାନେ ମଲେ ଆଉ ବାକି ଲୋକମାନେ ଆପଣାର ପ୍ରାଣ ରକ୍ଷାର୍ଥେ ଫେରାର ହେଇଗଲେ। ତ ଖ୍ରୀଷ୍ଟାବ୍ଦ 70ରେ ସେହି ଭାବବାଣୀ ସଫଳ ହେଇଗଲା, ଲିଟରାଲ ଫୁଲଫିଲମେଣ୍ଟ। ଓକେ, ଆଜି ମଧ୍ୟ ସେହି ବାତାବରଣ ଆମେ ଦେଖୁଛୁ ଇସ୍ରାଏଲରେ ଶାନ୍ତି ନାହିଁ। ଇସ୍ରାଏଲ ପାଇଁ ବର୍ତ୍ତମାନ ବିଶ୍ରାମ ନାହିଁ। କାରଣ କଣ? ସେମାନେ ଆପଣା ରାଜାଙ୍କୁ ତୁଚ୍ଛ କଲେ, ଆପଣାର ତ୍ରାଣକର୍ତ୍ତାଙ୍କୁ ତୁଚ୍ଛ କଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁଚ୍ଛ କଲେ। ତେଣୁକରି ସେମାନଙ୍କ ଶାନ୍ତି ମିଳିବ ନାହିଁ ବର୍ତ୍ତମାନ। ତେଣୁକରି କାଲି କହୁଥିଲେ ବେଶୀ ଜିହୁଦୀ ହୁଅ ନାହିଁ। ବାଇବଲ କହେ ଯେ କେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ ନାହିଁ, ସେ ଯେ ବି ହେଉ, ପ୍ରଥମରେ ଜିହୁଦୀ କିମ୍ବା ଗ୍ରୀକ, ପ୍ରଥମରେ ଜିହୁଦୀ ହଉ କିମ୍ବା ଅଣ ଜିହୁଦୀ ହେଉ, ସେ ବିନାଶର ଯୋଗ୍ୟ। ମାନେ ନାହିଁ, ପ୍ରଭୁଙ୍କୁ ଗ୍ରହଣ ନ କଲେ ତୁମେ ଜିହୁଦୀ ହେଲେ କେତେ, ତୁମେ ଅଣ ଜିହୁଦୀ, ତୁମେ ବିଜାତି ହେଲେ क्या ଫରକ ପଡିବ? ତୁମେ ଜିହୁଦୀ ହେଇଛ ବୋଲି ତୁମେ ପ୍ରଭୁଙ୍କୁ ବିଶ୍ୱାସ ନ କଲେ ବି କଣ ପ୍ରଭୁ ନା ତୁମକୁ ରକ୍ଷା କରେ, ଏମିତି କିଛି ନାହିଁ। ପ୍ରେରିତ ପାଉଲଙ୍କର ପତ୍ରରେ ଆପଣମାନେ ବହୁତ ଥର ଦେଖିଥିବେ, ପାଉଲ କହିଛନ୍ତି ଜିହୁଦୀ ବା ଗ୍ରୀକ କିଛି ଫରକ ନାହିଁ। ଖ୍ରୀଷ୍ଟଙ୍କ ଠାରେ ଜିହୁଦୀ ଗ୍ରୀକ ମାନେ କଣ? ବିଜାତି। ଜିହୁଦୀ ମାନଙ୍କର ତୁଳନାରେ ଗ୍ରୀକ ଅଟନ୍ତି ବିଜାତି, ବାକି ସମସ୍ତେ ବିଜାତି। ଅଣ ଜିହୁଦୀ ମାନେ ସମସ୍ତେ ବିଜାତି। ତ ଖ୍ରୀଷ୍ଟଙ୍କ ଠାରେ ଗ୍ରୀକ ଜିହୁଦୀ ବୋଲି ଫରକ ନାହିଁ। ଜିହୁଦୀ ମାନେ ପ୍ରଭୁଙ୍କୁ ପାଇଲେ ବଡ ପରିତ୍ରାଣୀ କି? ସେଟା ନାହିଁ ତ। ପ୍ରଭୁଙ୍କ ଠାରେ ପରିତ୍ରାଣ ପାଇଲେ ଜିହୁଦୀ ବା ଗ୍ରୀକ ଫରକ ନାହିଁ। ଆମେ ସବୁ ମଣ୍ଡଳୀ ପ୍ରଭୁଙ୍କୁ ବିଶ୍ୱାସ କରିନାହାନ୍ତି, ତବେ ଜିହୁଦୀ ହଉ କି ଗ୍ରୀକ ହଉ କିଛି ଫରକ ପଡିବ ନାହିଁ, ବିନଷ୍ଟ ହେବ। ତେଣୁକରି ଏଇ ଜିହୁଦୀ ମାନେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କଲେ ନାହିଁ, ମନ୍ଦିର ଧରିଲେ, ସେ ମନ୍ଦିର ସେମାନଙ୍କୁ ରକ୍ଷା କଲା ନାହିଁ। ସେମାନଙ୍କର ପ୍ରଥା ପରମ୍ପରା, ସେମାନଙ୍କ ରୀତିନୀତି ସେମାନଙ୍କୁ ସେଇ ଯୁଗରେ ବି ରକ୍ଷା କଲା ନାହିଁ, ଆଜି ବି ରକ୍ଷା କରିବ ନାହିଁ। କାରଣ ପ୍ରଭୁ କହିଲେ, ଆମ୍ଭେ ଆପଣର ପିତାଙ୍କ ନାମରେ ଆସିଲୁ ଆଉ ତମେ ମତେ ଗ୍ରହଣ କଲ ନାହିଁ। ହଉ ଠିକ ଅଛି, ଆଉ ଜଣେ ଆସିବ, ସେ ତାର ନିଜର ନାମରେ ଆସିବ, ତମେ ତାକୁ ଗ୍ରହଣ କରିବ, ଆଉ ସେ ତମକୁ ନଚାଇବ ଯେ ଯୋହନ 5 ଅଧ୍ୟାୟ 43, ଯୋହନ 5:43। ମୁଁ ମୋହର ପିତାଙ୍କ ନାମରେ ଆସିଅଛି, ଆଉ ତୁମ୍ଭେମାନେ ତ ମତେ ଗ୍ରହଣ କରୁନାହ। ଅନ୍ୟ ଜଣେ ଯଦି ନିଜ ନାମରେ ଆସିବ, ତେବେ ତୁମ୍ଭେମାନେ ତାହାକୁ ଗ୍ରହଣ କରିବ। ବାସ୍ କିଏ ସେ? ଭଣ୍ଡ ଖ୍ରୀଷ୍ଟ। ତ ବର୍ତ୍ତମାନ ଜିହୁଦୀ ମାନଙ୍କର ଭାଗ୍ୟରେ କଣ ଅଛି ବୋଲି କହିଲେ, ଭଣ୍ଡ ଖ୍ରୀଷ୍ଟ ଆସି ସେମାନଙ୍କୁ ହାଣି କାଟି ମାରିବା ଯାଏ, ଆଉ 2 ସାକ୍ଷୀ ଆସିକି ସେମାନଙ୍କୁ ସତର୍କବାଣୀ କହିବା ଯାଏ, ଆଉ ସେମାନଙ୍କର ଆଖି ଖୋଲା ପରି ତ ନାହିଁ। ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସପକ୍ଷରେ ଆଜି ବର୍ତ୍ତମାନ ପୃଥିବୀରେ 2 ଜଣ ସାକ୍ଷୀ ଅଛନ୍ତି। 2 କହିଲେ କି ଅପେକ୍ଷା ଜଣେ କହିଲେ ବି ଚଳିବ, ତଥାପି 2 କହିବି, ମଣ୍ଡଳୀ ଆଉ ପବିତ୍ର ଆତ୍ମା। ପ୍ରେରିତ
କେତେ 5 ଅଧ୍ୟାୟ ଏସବୁ ଆମେ ଶୁଣି ସାରିଛୁ ଯେ 32 5:32 ପ୍ରେରିତ। ପୁଣି ଆମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ, ଆଉ ଯେଉଁ ପବିତ୍ର ଆତ୍ମାଙ୍କୁ ଈଶ୍ୱର ଆପଣା ଆଜ୍ଞା ପାଳନକାରୀମାନଙ୍କୁ ଦେଇଅଛନ୍ତି ସେ ମଧ୍ୟ ସାକ୍ଷୀ। ପ୍ରେଜ ଦ ଲର୍ଡ। କିଏ ଆଜି ସାକ୍ଷୀ? କିଏ ଆଜି ବି ଦୁଇ ସାକ୍ଷୀ। ବାଇବଲ କହେ ଗୋଟେ କଥା ସ୍ଥିର କରିବା ପାଇଁ, ପ୍ରମାଣିତ କରିବା ପାଇଁ 2 ଜଣ ସାକ୍ଷୀ ନିଶ୍ଚିତ ଥିବା ଦରକାର। 2 କିମ୍ବା 3, ମିନିମମ୍ 2 ଦରକାର। ତ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପ୍ରଭୁ ଅଟନ୍ତି ବୋଲି, ପରମେଶ୍ୱର ଅଟନ୍ତି ବୋଲି, ତ୍ରାଣକର୍ତ୍ତା ଅଟନ୍ତି ବୋଲି ସାକ୍ଷୀ କିଏ? ନମ୍ବର 1 ପବିତ୍ର ଆତ୍ମା, ନମ୍ବର 2 ମଣ୍ଡଳୀ। ମିଶେଇ ଦେଲେ କଣ ହେବ? ପବିତ୍ର ଆତ୍ମାରେ ପୂର୍ଣ୍ଣ ମଣ୍ଡଳୀ ହିଁ ସାକ୍ଷୀ ଅଟେ। ତ ଏବେ ପବିତ୍ର ଆତ୍ମାଙ୍କର କି ମଣ୍ଡଳୀର ସାକ୍ଷ୍ୟ ଜିହୁଦୀ ମାନେ ଗ୍ରହଣ କରୁନାହାନ୍ତି, ତ ମଣ୍ଡଳୀ ପଳାଇବ, ପବିତ୍ର ଆତ୍ମା ବି ପଳାଇବେ। ତାପରେ 2 ସାକ୍ଷୀ ଆସିବେ, ପ୍ରକାଶିତ ବାକ୍ୟର 2 ସାକ୍ଷୀ, ଯାହାକୁ ଆମେ ବିଶ୍ୱାସ କରୁ ହନୋକ ଆଉ ଏଲିଓ ଆସିବେ ବୋଲି। ବହୁତ ଜଣ କହନ୍ତି ଏଲିଓ ମୋସା ଆସିପାରନ୍ତି ବୋଲି କହନ୍ତି। ସେଟା ଆମର ବେଶୀ ଫରକ ପଡିବା କଥା ନୁହେଁ, ସେଟା ଆମର ଟାର୍ଗେଟ ନୁହେଁ। କିନ୍ତୁ ଅଧିକାଂଶ ଯେତେ ପରିମାଣରେ ଆମେ ଚିନ୍ତା କରିପାରୁ ହନୋକ ଆଉ ଏଲିଓ ଆସିବେ। ଏଇ 2 ସାକ୍ଷୀ ଆସିକି ଜିହୁଦୀ ମାନଙ୍କୁ ସାକ୍ଷ୍ୟ କହିବେ, ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ କହିବେ। ତ ସେତେବେଳେ 1,44,000 ଜିହୁଦୀ ମାନେ ପରମେଶ୍ୱରଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇ ରକ୍ଷା ପାଇବେ। ତ ଜିହୁଦୀ ମାନଙ୍କ ପାଇଁ ଭବିଷ୍ୟତର ଯୋଜନା ଏଟା। ମଣ୍ଡଳୀର ଯୁଗ ଶେଷ ହେଲା ପରେ ହିଁ ଜିହୁଦୀ ମାନଙ୍କ ପାଇଁ ଯାହା ଯୋଜନା ରଖା ହେଇଛି ପରମେଶ୍ୱରଙ୍କର, ତାହା ପୁନର୍ବାର ଆରମ୍ଭ ହେବ, ରେଜ୍ୟୁମ ହେବ। ତେଣୁକରି ଏବେ ଜିହୁଦୀ ପାଇଁ ପ୍ରାର୍ଥନା କଲେ ଫରକ ପଡିବନି। ଏବେ ଜିହୁଦୀ ବୋଲେ ହେବନି, କାରଣ ସେମାନେ ବାଧ୍ୟରେ ଭଣ୍ଡ ଖ୍ରୀଷ୍ଟକୁ ଗ୍ରହଣ କରିବାକୁ ବାଧ୍ୟ। କାରଣ ସେମାନେ ଆପଣା ଖ୍ରୀଷ୍ଟଙ୍କୁ ସେମାନେ ଗ୍ରହଣ କରିନଥିବାରୁ ସେମାନଙ୍କୁ ଅଲ୍ଟରନେଟ ଅପସନ ତ ବାଧ୍ୟରେ ପାଇବାକୁ ପଡିବ ନା। ତ ସେମାନେ ଭଣ୍ଡ ଖ୍ରୀଷ୍ଟକୁ ଗ୍ରହଣ କଲା ପରେ ସେମାନେ ନିଜେ ରିଏଲାଇଜ କରିବେ କି ନାଇଁ ନାଇଁ ଆମର ତ୍ରାଣକର୍ତ୍ତାଙ୍କୁ ଆମେ କୃଷାର୍ପଣ କରିଦେଇଥିଲୁ ବୋଲି ସେମାନେ ପ୍ରଭୁଙ୍କ ନିକଟକୁ ଫେରିବେ। ଜିଖର୍ୟ 12:10, ଜିଖର୍ୟ 12:10 ବାବୁ। ପୁଣି ଆମ୍ଭେ ଦାଉଦ ବଂଶ ଉପରେ ଓ ଜିରୁସାଲମ ନିବାସୀ ମାନଙ୍କ ଉପରେ ଅନୁଗ୍ରହ ଓ ବିନତିଜନକ ଆତ୍ମା ବୃଷ୍ଟି କରିବା, ତହିଁରେ ସେମାନେ ଆମ୍ଭ ପ୍ରତି ଅର୍ଥାତ୍ ଯାହାଙ୍କୁ ସେମାନେ ବିଦ୍ଧ କରିଅଛନ୍ତି ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ। ଆଉ କେହି ଯେପରି ଆପଣାର ଏକମାତ୍ର ପୁତ୍ର ଲାଗି ଶୋକ କରେ, ସେପରି ସେମାନେ ତାହାଙ୍କ ପାଇଁ ଶୋକ କରିବେ। ଓ କେହି ଯେପରି ଆପଣା ପ୍ରଥମ ଜାତର ନିମନ୍ତେ ବ୍ୟାକୁଳିତ ହୁଏ, ସେପରି ସେମାନେ ତାହାଙ୍କ ପାଇଁ ବ୍ୟାକୁଳିତ ହେବେ। ବାସ୍ ବାସ୍ ବାସ୍। ତ ଜିଖର୍ୟ 12:10 ହେଲା ଜିହୁଦୀ ମାନଙ୍କ ଉପରେ ଶେଷ ଥରକୁ ତାଙ୍କର ଆତ୍ମା ଢାଳି ଦେବେ, ଆଉ ସେମାନେ ସେଇଦିନ ପ୍ରଭୁଙ୍କ ନିକଟକୁ ଫେରିବେ। ଯାହାକୁ ସେମାନେ ବିଦ୍ଧ କରିଥିଲେ ତାଙ୍କ ଆଡକୁ ଫେରିବେ। ଆଉ ଜଣେ ଗୋଟେ ପରିବାର ଆପଣ ଏକମାତ୍ର ପୁତ୍ର ଯଦି ମରିଯାଏ ଯେମିତି ଶୋକ କରନ୍ତି ଛାତି ପିଟି ହେଇ, ସେଇଦିନ ଜିହୁଦୀ ମାନେ ଛାତି ପିଟି ହେବେ। ସେଇ 1,44,000 ଜିହୁଦୀ ମାନେ ଫେରିବେ। ତ ବର୍ତ୍ତମାନ ଜିହୁଦୀ ମାନଙ୍କ ପାଇଁ ପ୍ରାର୍ଥନା କରିବା, ଜେରୁସାଲେମ ପାଇଁ ପ୍ରାର୍ଥନା କରିବା, ଇସ୍ରାଏଲ ପାଇଁ ପ୍ରାର୍ଥନା କରିବାରେ କିଛି ଫରକ ପଡିବନି, କାରଣ ଟାଇମ ୱେଷ୍ଟ ଏଟା। କାରଣ ଜେରୁସାଲେମ ବି ନଷ୍ଟ ହେବ ତ ହେବ ହିଁ। ଏବେ ବି ଯେଉଁ ଜିହୁଦୀ ମାନେ ଅଛନ୍ତି ସେମାନଙ୍କୁ କାହିଁକି ପ୍ରଭୁ ବଞ୍ଚାଉଛନ୍ତି? ମାନେ ଏକ ଅବଶିଷ୍ଟାଂଶକୁ ରକ୍ଷା କରିବା ପାଇଁ, ଓନ୍ଲି ଦ ରେମନେଣ୍ଟ। ତ ସେ 1,44,000। ତେଣୁକରି ଖ୍ରୀଷ୍ଟାବ୍ଦ 70ରେ ଯାହା ଘଟିଲା ଜିହୁଦୀ ମାନଙ୍କ ପ୍ରତି, ବର୍ତ୍ତମାନ ମଧ୍ୟ ତାହା ଘଟୁଅଛି। ଏଇ ପରିସ୍ଥିତିରେ ଆପଣ ଜାଣିଛନ୍ତି କି ନାଇଁ, ଆପଣ ନ୍ୟୁଜରେ ଦେଖିଥିବେ ଆମେରିକା କଣ କରୁଛି? ଇସ୍ରାଏଲକୁ କୌଣସି ଫ୍ଲାଇଟ ଛାଡୁନାହିଁ, ଇସ୍ରାଏଲକୁ ଇରାନକୁ। ଇଣ୍ଡିଆ ବି ଅର୍ଡର ଦେଇଛି କି କୋ ଫ୍ଲାଇଟ ଯିବନି ଇରାନକୁ और ଇସ୍ରାଏଲକୁ, ଭାରତର କେହି ବି ସେଠିକୁ ଯାଆନ୍ତୁ ନାହିଁ ବୋଲି ଅର୍ଡର ଦେଇଛନ୍ତି। ତ ସେମାନେ ଦେଖନ୍ତୁ କେତେ ବୁଦ୍ଧିରେ କାମ କରୁଛନ୍ତି କି ଇସ୍ରାଏଲ ଦେଶରୁ ବାହାରି ପଡ। ଅନ୍ୟାନ୍ୟ ଦେଶର ଲୋକମାନେ ଆପଣାର ପ୍ରଜା ଯେଉଁମାନେ ଅଛନ୍ତି ନାଗରିକ, ଆପଣାର ସିଟିଜେନ୍ସ,
ଇସ୍ରାଏଲ ସେମାନଙ୍କୁ ଡାକି ଦଉଛନ୍ତି ଇଆଡେ ପଳେଇ ଆସ, ସିଚୁଏସନ ଠିକ ନାହିଁ ବୋଲି। ଠିକ ସେଇ ପ୍ରକାର ପ୍ରଭୁ କହିଲେ ତୁମେ ସେଠୁ ପଳାଅ। ତ ଏଇଟା ରହିଲା ଲିଟରାଲ ପଏଣ୍ଟ। ତ ଆମେ ଆତ୍ମିକ ଭାବରେ ଅଧ୍ୟୟନ କରୁଛୁ। ପ୍ରେଜ ଦ ଲର୍ଡ। ତ ଗତ ରାତ୍ରରେ ଆମେ ଶୁଣୁଥିଲୁ କି ଇସ୍ରାଏଲ, ଜିହୁଦୀ, ଜେରୁସାଲେମ, ଜିହୁଦା ପ୍ରଦେଶ ଯେତେବେଳେ ଶତ୍ରୁ ସୈନିକ ମାନଙ୍କ ଦ୍ଵାରା ଘେରିତ ହେବ, ତୁମ୍ଭେମାନେ ପଳାୟନ କର। ତାର ଆତ୍ମିକ ଅର୍ଥ ଆମେ କଣ ବୁଝିଲୁ? ରୀତିନୀତି। ଖ୍ରୀଷ୍ଟାବ୍ଦ 70ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତର୍କବାଣୀ ଯେମାନେ ଖାତର କଲେ ନାହିଁ, ସେମାନେ ଜେରୁସାଲେମ ମନ୍ଦିରକୁ ଧରିଥିଲେ, ତାହା ଧ୍ୱଂସ ହେଇଗଲା, ଲୋକ ମରିଲେ। ରୀତିନୀତି, ପ୍ରଥା, ପରମ୍ପରା ଯେମାନେ ଧରିଥିଲେ ପୁରାତନ ବ୍ୟବସ୍ଥାକୁ, ଆଉ ସେ ବ୍ୟବସ୍ଥା ସେମାନଙ୍କୁ ରକ୍ଷା କଲାନି, ସେ ମନ୍ଦିର ସେମାନଙ୍କୁ ରକ୍ଷା କଲାନି, ସେ ପ୍ରଥା ପରମ୍ପରା ହିସାବର ପ୍ରାର୍ଥନା ବି ସେମାନଙ୍କୁ ରକ୍ଷା କଲାନି। କିନ୍ତୁ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର ସତର୍କବାଣୀକୁ ଖାତର କଲେ, କେୟାର କଲେ, ସେମାନେ ପର୍ବତ ଅଞ୍ଚଳକୁ ପଳାୟନ କରିଥିଲେ। ଖ୍ରୀଷ୍ଟିଆନ ମାନେ ସବୁ ସେଫ ଥିଲେ ସେଦିନ। ଖାଲି ଜିହୁଦୀ ମାନଙ୍କ ପାଇଁ ଦଣ୍ଡ ଆସିଥିଲା। ତ ଏଇ ମାଥ୍ୟୁ 24 ଅଧ୍ୟାୟ ପ୍ରକାଶିତ, ଲୁକ 21 ଅଧ୍ୟାୟର ଜିହୁଦୀ ମାନଙ୍କ ପାଇଁ ଯାହା ଲେଖା ଅଛି ତାହା ପ୍ରକୃତରେ, ଆକ୍ଚୁଆଲି ଲିଟରାଲି ପ୍ରକୃତରେ ଖ୍ରୀଷ୍ଟାବ୍ଦ 70ର ଘଟଣା, ସେଇଟା ସଫଳ ହେଇଗଲା। ତଥାପି ଆପଣମାନଙ୍କୁ କହିଲି କି ସେହି ଭାବବାଣୀ ଏଇ ଶେଷ ଯୁଗରେ ଆଉ ଥର ସଫଳ ହେବ, ହେଉଛି ମଧ୍ୟ ବର୍ତ୍ତମାନ। ଓକେ, ତ ବର୍ତ୍ତମାନ ମାନେ ଆତ୍ମିକ ଭାବରେ ଆମେ ଚିନ୍ତା କରିବା କି ପ୍ରଭୁ ଆମମାନଙ୍କୁ ପଳାଇବା ପାଇଁ, ପଳାଇ ଯିବା ପାଇଁ, ପଳାୟନ କରିବା ପାଇଁ, ଦୌଡ଼ିକି ପ୍ରାଣ ରକ୍ଷା ନିମନ୍ତେ ପଳାଇବା ପାଇଁ କହିଛନ୍ତି। କାହିଁକି କହିଲେ, ଆମେ କଣ କରିବା ସେ ବିଷୟରେ କାଲି ରାତିଠୁ ଆମେ ଶୁଣି ଆସୁଛୁ। ପ୍ରେଜ ଦ ଲର୍ଡ। ତ ପ୍ରଥମ ବିଷୟ, ଏଇ ଯୁଗରେ, ଏଇ ଦିନ ମାନଙ୍କରେ ଯେଉଁ ଖ୍ରୀଷ୍ଟିଆନ ମାନେ ଖ୍ରୀଷ୍ଟୀୟ ଜୀବନକୁ, ଗିର୍ଜା ଘର, ଉପାସନା, ପ୍ରଭୁ ଭୋଜ, ପର୍ବପର୍ବାଣୀ ପାଳୁଛନ୍ତି କି ନାହିଁ ସିନସିୟରଲି, କିନ୍ତୁ ଟିକେ ଚେକ୍ କରନ୍ତୁ ଆପଣଙ୍କ ଜୀବନରେ କିଛି ଆତ୍ମିକ ପରିବର୍ତ୍ତନ ଆସୁଛି ନା ଖାଲି ଚାଲୁଛି ତ ଚାଲୁଛି। ଆଉ 30-40 ବର୍ଷର ଖ୍ରୀଷ୍ଟିଆନ ମାନେ ଥିବେ, କେତେ ବାଳ ପାଚି ଯାଇଥିବ, କିନ୍ତୁ ପାନ ଛାଡି ନଥିବେ, ସିଗାରେଟ ଛାଡି ନଥିବେ, ମଦ୍ୟପାନ ଛାଡି ନଥିବେ, ପ୍ରପୋଜ ନେଇଯାଉଥିବେ ସିରିୟସଲି, ବାପରେ, ବାଇବେଲ ବି ଧରୁ ନଥିବେ କେତେ ଜଣ, ଦେଖେ ମୁଁ ଚର୍ଚ୍ଚ ଗଲାବେଳେ ବାଇବେଲ ବି ଧରୁ ନଥିବେ କେତେ ଲୋକ। ଏତେ ଗର୍ବ କଣ ପାଇଁ ଆଜ୍ଞା? ପ୍ରଭୁ ଆମ ପାଇଁ କ୍ରୁଶ ବହନ କଲେ, ଆପଣ ବାଇବେଲ ବି ବହନ କରି ଜାଣି ପାରୁନାହାନ୍ତି ନାହିଁ କେତେ ଜଣ। Why so proud? ଆପଣଙ୍କଠୁ ବୟସରେ ସାନ ଲୋକ କିଛି ବାକ୍ୟ ପ୍ରଚାର କଲେ ତ ପଚାରିବେ ବି ନା, ଏମିତି ବସିଥିବେ, ଠିକ କହିଲା ନା ନା କହିଲା। ଆପଣ କିଏ ହିସାବ କରିବାକୁ, ମାର୍କସ ଦେବାକୁ? ବହୁତ ଥର କହିଲି, ବୟସ ନାହିଁ, ଅଭିଷେକକୁ ଆପଣ ମାନେ ରେସ୍ପେକ୍ଟ ଦେବା କଥା। ଜିଲ୍ଲାପାଳ, ଜିଲ୍ଲା କଲେକ୍ଟର ଆପଣଙ୍କଠୁ ବୟସରେ ସାନ ଥିଲେ ମଧ୍ୟ ଆପଣ ତାର ବୟସକୁ କାହିଁକି ରେସ୍ପେକ୍ଟ ଦେବୁ କି? ଆମେ ତାଙ୍କୁ ସାର୍ ବୋଲି କହୁ କାହିଁକି? ପଦ ପାଇଁ, ନିଯୁକ୍ତ ପଦ। କେବେ ମଧ୍ୟ ଅଭିଷିକ୍ତ ଦାସଙ୍କ ଠାରୁ ବଡ ଫିଲ୍ କରନ୍ତୁନି କେବେ ବି, ମୋର ଅନୁରୋଧ ଏଇଟା। ତ ପଏଣ୍ଟ ରହିଲା, ଆପଣଙ୍କ ଜୀବନରେ ଗୋଟେ ନମ୍ରତା ଆସୁନାହିଁ, ପରିବର୍ତ୍ତନ ଆସୁନାହିଁ, ଈଶ୍ୱରଙ୍କର ଭୟ ଆସୁନାହିଁ, ଈଶ୍ୱରଙ୍କ ପ୍ରତି ଉଦ୍ଯୋଗ ବାହାରୁ ନାହିଁ, ତ ଆପଣଙ୍କର 40 ବର୍ଷର ଖ୍ରୀଷ୍ଟୀୟ ଜୀବନ ଏକ ରୀତିନୀତି ହିସାବରେ କଟିଗଲା ବୋଲି ଅର୍ଥ। ପ୍ରଭୁ କହୁଛନ୍ତି, ଯଦି ଆପଣଙ୍କର ଜୀବନ ସେମିତି ଚାଲୁଛି, ସେହି କର୍ମ, ସେହି ସ୍ୱଭାବକୁ ଛାଡି ପଳାଅ ସେଠୁ।
ପଳାଇବାଟା ମାନେ ଛାଡିବାଟା, ସେହି ଅବସ୍ଥା, ସେହି ସ୍ୱଭାବ, ସେହି କର୍ମ, ସେହି ବୁଦ୍ଧିକୁ ଆମେ ଛାଡି ପଳାଇବାର ଅଛି। ଛାଡିଦେବାକୁ ପଡିବ, ନହେଲେ ଫସିଯିବ ଆଜ୍ଞା, ଫାନ୍ଦରେ ପଡିଯିବ ଆମମାନେ। ତ ଜେରୁସାଲେମ ଓ ଜିହୁଦା ପ୍ରଦେଶ କାହାକୁ ବୁଝାଏ? ରୀତିନୀତିକୁ ବୁଝାଏ। ନମ୍ବର 1 କାଲି ଶୁଣିଥିଲୁ। ନମ୍ବର 2 ମାଥ୍ୟୁ 24:15 ଅର୍ଥର ପଡିବ ଶରଣଦୀପ। ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ, ପାଠକ ବୁଝନ୍ତୁ, ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାଆନ୍ତି ସେମାନେ ପର୍ବତ ମାଳାକୁ ପଳାଇ ଯାଆନ୍ତୁ, ବାସ୍ ଯେ ବାସ୍ ଛାତ ହେଲା। ପ୍ରଥମରେ କଣ? ଜେରୁସାଲେମ ଶତ୍ରୁ ସୈନିକ ମାନଙ୍କ ଦ୍ୱାରା ଘେରିତ ହେବାର ଦେଖିଲେ ତୁମେ ପଳାଅ ସେଠୁ। ଇଟ୍ସ ନଟ୍ ସେଫ୍। ନମ୍ବର 2, ପବିତ୍ର ସ୍ଥାନରେ ଉଚ୍ଛନ୍ନକାରୀ ଘୃଣ୍ୟ ବସ୍ତୁ ଠିଆ ହେବାର ଦେଖିଲେ ତୁମେ ପଳାଅ ସେଠୁ, ଭାଗ। ତ ଏହାର ବି ଲିଟଲ ମିନିଂ ଆମେ ଜାଣିବା ଦରକାର। ଶୁଣନ୍ତୁ ଭଲରେ। ଖ୍ରୀଷ୍ଟାବ୍ଦ 70ରେ ଜେରୁସାଲେମ ତ ବିନଷ୍ଟ ଧ୍ୱଂସ ହେଇଥିଲା ଅବଶ୍ୟ, କିନ୍ତୁ ଏଇ ପବିତ୍ର ସ୍ଥାନରେ ଘୃଣ୍ୟ ବସ୍ତୁ ଠିଆ ହେବାର ଭାବବାଣୀ ସେତେବେଳେ ସଫଳ ହେଇନଥିଲା, ଏବେ ସଫଳ ହେବ। ତ କଣ ଜାଣିଛୁ? ଭଲ ଶୁଣନ୍ତୁ ଆପଣ ମାନେ। ଓକେ, ପବିତ୍ର ସ୍ଥାନରେ ଏକ ଘୃଣ୍ୟ ବିନାଶକାରୀ, କଣ ଉତ୍ସନ୍ନକାରୀ ଅଛି ଓଡିଆ ବାଇବେଲ। ଉଚ୍ଛନ୍ନକାରୀ ମିନ୍ସ ମୋର ମୋବାଇଲ ଭର୍ସନରେ ଧ୍ୱଂସକାରୀ, ବିନାଶକାରୀ ଘୃଣ୍ୟ ବସ୍ତୁ। ଶୁଣନ୍ତୁ, ଠିଆ ହେବ। ପୁଣି କୋଉଠି ଠିଆ ହେବ? ପବିତ୍ର ସ୍ଥାନ। ପବିତ୍ର ସ୍ଥାନ ମାନେ କଣ? ମନ୍ଦିର। ତ ଏବେ ଜେରୁସାଲେମର ମନ୍ଦିର ଅଛି କି ଜିହୁଦୀ ମାନଙ୍କର? ନାହିଁ। ତାର ଅର୍ଥ କଣ? ମାନେ ପ୍ରଭୁ ବୁଝାଉଛନ୍ତି କି ଭବିଷ୍ୟତରେ ଏଇ ଶେଷ ଯୁଗରେ ମନ୍ଦିର ଠିଆ ହେବ, ବନାଇଦେବେ ଏମାନେ। ଆଉ ସେହି ମନ୍ଦିରରେ କାହାକୁ ଠିଆ କରିବେ? ପୁଣି ବିନାଶକାରୀ ଘୃଣ୍ୟ ବସ୍ତୁ ଗୋଟେ ଠିଆ କରିବେ ପୁଣି। ଓକେ, ତ କ୍ଲିୟରଲି ଜଣା ପଡୁଛି କି ଥର୍ଡ ଟେମ୍ପଲ ର ନିର୍ମାଣ ହେବ, ଆଉ ସେ ଥର୍ଡ ଟେମ୍ପଲ କାହାର ପାଇଁ ଡେଡିକେଟ ହେବ? ଏକ ଘୃଣ୍ୟ ବସ୍ତୁ ପାଇଁ ଡେଡିକେଟ ହେବ। ତ ଏଟା ରହିଲା ମଣ୍ଡଳୀ ଉଠା ଗଲା ପରେ ଏବେ ତୃତୀୟ ମନ୍ଦିର ନିର୍ମାଣ ପାଇଁ ଏପ୍ରିଲ 22 ତାରିଖରେ ଲାଲ ବାଛୁରୀକି ସେମାନେ ବଳି ଦେବେ। ତୃତୀୟ ମନ୍ଦିର ନିର୍ମାଣ ପାଇଁ ଯାହା ସେମାନେ କଣ କହିବେ, ହଲଚଲ ମଚାଇବାଟା ଆରମ୍ଭ କଲେଣି, ଯୋଜନା ସବୁ ଜାଣି ନିଅନ୍ତୁ, ସମୟ ସନ୍ନିକଟ ହେଲାଣି। ମାଥ୍ୟୁ 24:15 ଭାବବାଣୀ କୁଆଡେ? ଏବେ ଜିହୁଦୀ ମାନେ ତୃତୀୟ ମନ୍ଦିର ନିର୍ମାଣ ପାଇଁ ଯୋଜନା କରୁଛନ୍ତି, ତାହା କୁଆଡେ? 2000 ବର୍ଷ ହେଇଗଲାଣି। ଭାବବାଣୀ ସଫଳ ହେବାର ଆରମ୍ଭ ହେଉଛି। ତାର ଅର୍ଥ କଣ ଜଣା ପଡୁଛି? ରାପଚର ଇଜ ଆରାଉଣ୍ଡ। ପ୍ରଭୁଙ୍କର ଆଗମନ ଅର୍ଥାତ ମଣ୍ଡଳୀ ଉଠା ଯିବାର ସମୟ ଆଖ ପାଖ ଆସିଲାଣି। ଆପଣ ମାନେ ଯିବେ ପର ଲାଗୁଛି କି? ଆର୍ ୟୁ ଶ୍योर? ହେଇଯିବ ଆଜ୍ଞା ଆଗମନ। ଆପଣ ପ୍ରସ୍ତୁତ ହୁଅନ୍ତୁ କି ନ ହୁଅନ୍ତୁ, ଆଗମନ ହେଇଯିବ, ମଣ୍ଡଳୀ ପଳାଇବ। ଆପଣ ମୁଁ ଯିବୁ କି ନାଇଁ ସେଟା ଦେଖିବାର ପାଇଁ ହିଁ ଏଇ ସବୁ ବାଇବେଲ ଷ୍ଟଡି, ମଜା ପାଇଁ ମୁଁ ବାଇବେଲ ଷ୍ଟଡି ଚଲାଉଛି କି? ଦେହ ଖରାପ ହେଇକି ସପ୍ତାହ ଏ ମାସ ସାରା ଦେହ ଖରାପ ଥିଲା, ତଥାପି ନାଇଁ କଥା ଦେଇଛି ବୋଲି ଷ୍ଟାର୍ଟ କଲି। ଆମେ ପ୍ରିପେୟାର ହେଉଛୁ, ଆମ ସହିତ କେତେ ଜଣକୁ ନେବା ପାଇଁ ଚେଷ୍ଟା କରୁଛୁ, ସେଥିପାଇଁ ବାଇବେଲ ଷ୍ଟଡି ଚଲାଉଛୁ। ମଜା ପାଇଁ, ଶ୍ରଦ୍ଧା ପାଇଁ କୋଉଟା ଗୋଟେ ଚଳାଇ ଦେବା, ଏଣ୍ଟରଟେନମେଣ୍ଟ ପାଇଁ କରୁନାହିଁ ଏଇ ସେବା। ତ ଆପଣ ମାନେ କେତେ ଜଣ ସିରିୟସ ଅଛନ୍ତି এই ବିଷୟ ପାଇଁ? ନାଇଁ ଆଗମନ ହେଲା ପରି ଲାଗୁଛି କି ଆପଣଙ୍କୁ? ଲାଗୁନି ମାନେ ଡେଞ୍ଜର ଜୋନରେ ଅଛନ୍ତି। ଏଠି ପଏଣ୍ଟ ଶୁଣନ୍ତୁ।
ପବିତ୍ର ସ୍ଥାନ ଅର୍ଥାତ୍ ଈଶ୍ୱରଙ୍କର ମନ୍ଦିର। କଣ ଠିଆ ହେବ ପୁଣି? ଦାନିଏଲ ଭବିଷ୍ୟତ ବକ୍ତାଙ୍କର ଭାବବାଣୀରେ ସେ କହିଥିଲେ କି ପବିତ୍ର ସ୍ଥାନରେ ଶେଷ ଯୁଗରେ ମନ୍ଦିର ପୁନର୍ନିର୍ମାଣ ହେବ। ସେହି ପବିତ୍ର ସ୍ଥାନରେ ଏକ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁ ଭଣ୍ଡ ଖ୍ରୀଷ୍ଟ ଆସିକି ଠିଆ କରିବ। ଦାନିଏଲ 9:27 ଭାବବାଣୀ ସେଠି। ପୁଣି ସେ 1 ସପ୍ତାହ ପର୍ଯ୍ୟନ୍ତ ଅନେକର ସହିତ ଦୃଢ ନିୟମ କରିବ ଓ ସପ୍ତାହର ଅଧିକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ। ଆଉ ଘୃଣାଯୋଗ୍ୟ ବସ୍ତୁ ସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ। ପୁଣି ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଢଳାଯିବ। ବାସ୍ ଏ 9:27 ଲେଖା ଅଛି କି ଭଣ୍ଡ ଖ୍ରୀଷ୍ଟ ଆସିକି ଯିହୁଦୀ ମାନଙ୍କ ସହିତ 7 ବର୍ଷର ନିୟମ କରିବ। ନାଇଁ, ଅନେକର ସହିତ ଦୃଢ ନିୟମ 1 ସପ୍ତାହ ପର୍ଯ୍ୟନ୍ତ। 1 ସପ୍ତାହ, ସପ୍ତାହରେ କେତେଟା ଦିନ ଥାଏ? 7 ଦିନକୁ ଗୋଟେ ସପ୍ତାହ। ତ ଏଇ ଦାନିଏଲ 9 ଯେମାନେ ପଢି ଜାଣିଛନ୍ତି ଭଲରେ ସେମାନେ ଜାଣିପାରିବେ କି 1 ଦିନ ଇଜ ଇକ୍ୱାଲ ଟୁ 1 ବର୍ଷ ଅଟେ। ତ ଏଠି 1 ସପ୍ତାହ ହେଲା 7 ବର୍ଷ। ଏଥିପାଇଁ କୁହାଯାଏ କି ମଣ୍ଡଳୀ ଉଠା ଯାଉ ଯାଉ 7 ବର୍ଷର ମହାକ୍ଲେଶ କାଳ ହେବ ଏ ପୃଥିବୀରେ। 7 ବର୍ଷର ମହାକ୍ଲେଶ, 7 ବର୍ଷର ମହାକ୍ଲେଶ ବୋଲି ଏତେ ଥର କହିବାର ମେନ୍ ରିଜନ ହେଲା ଏଇ ପଦ କି ଭଣ୍ଡ ଖ୍ରୀଷ୍ଟ ଆସି ଯିହୁଦୀ ମାନଙ୍କ ସହିତ 7 ବର୍ଷର ଶାନ୍ତି ସ୍ଥାପନ କରିବ, ଚୁକ୍ତି କରିବ। କିନ୍ତୁ କଣ କରିବ? ଅର୍ଦ୍ଧ କାଳରେ ଗଲା ଅର୍ଦ୍ଧେକ କାଳ। ଅର୍ଦ୍ଧେକ କାଳ ମିନ୍ସ 3.5 ବର୍ଷ। 7 ବର୍ଷର ମଝିରେ ହାଫରେ ସେ ଆପଣର ଶାନ୍ତିକୁ ଭାଙ୍ଗି ପକାଇବ। ପୁଣି ଭାଙ୍ଗି ପକାଇକି ଯେଉଁ ତୃତୀୟ ମନ୍ଦିର ନିର୍ମାଣ କରାଇଲା ସେହି ମନ୍ଦିରରେ ପ୍ରତିମା ଗୋଟେ ଠିଆ କରିବ। ତାହା ଧ୍ୱଂସକାରୀ, ବିନାଶକାରୀ, ଉଚ୍ଛନ୍ନକାରୀ ଘୃଣ୍ୟ ବସ୍ତୁ। ବାଇବେଲ ଆମମାନଙ୍କୁ ଶିଖାଏ କି ପରମେଶ୍ୱର ସବୁଠାରୁ ଅଧିକ ଘୃଣା କରିବା ବିଷୟ କୋଟା? ସବୁଠୁ the most abominable thing that God hates, idolatry. ପରମେଶ୍ୱର ଅଧିକରୁ ଅଧିକ ରାଗି ଯାଉଥିବା କି ଘୃଣା କରିବା ପାପ ହେଲା ପ୍ରତିମା ପୂଜା। ପ୍ରତିମା କାହିଁକି ଅଧିକ ଘୃଣା? ଦେଖନ୍ତୁ, ସବୁ ପାପ ଅଟେ, ସବୁ ପାପ ପ୍ରଭୁ ଘୃଣା କରନ୍ତି। ପାପ 2 ପ୍ରକାର। ଗୋଟେ ହେଲା ଆମେ ମାନେ ନିଜକୁ କ୍ଷତି କରିବା ପାପ ଅଟେ। ମଦ ପିଅନ୍ତୁ, କାହାକୁ କ୍ଷତି? ନିଜକୁ କ୍ଷତି। ପ୍ରଭୁଙ୍କୁ କଣ ହେଲା? କିଛି ନାହିଁ। ସିଗରେଟ, କାହାର କ୍ଷତି? ଆମର କ୍ଷତି। ବ୍ୟଭିଚାର, ଆମର କ୍ଷତି। ସବୁ ପାପ କର୍ମ ଆମର ନିଜର କ୍ଷତି କାରଣ ଅଟେ। ୱାନ୍ ଆଣ୍ଡ ଓନ୍ଲି ପାପ ଯାହା ପ୍ରତିମା ପୂଜା, ତା ପରମେଶ୍ୱରଙ୍କର ଇମେଜକୁ ଡ୍ୟାମେଜ କରୁଛି। ଆମେ ପରମେଶ୍ୱରଙ୍କୁ ଅପମାନିତ କରୁଛୁ ପ୍ରତିମା ପୂଜା। So God hates a lot. ତ ମୁଁ କୁଆଡେ, ମୋର ଗୌରବ କୁଆଡେ, ମୋର ସତ୍ୟତା କୁଆଡେ, ମୋର ରୂପ କୁଆଡେ? ତୁମର ତ କେବେ ଦେଖିଲ ନାହିଁ, ତମେ କୁକୁର ଘୁଷୁରୀର ପ୍ରତିମା ବନାଇଦେବ କି ମୋର ନାଁରେ ବୋଲି ପ୍ରଭୁ ଘୃଣା। ଏଥିପାଇଁ ରାଗନ୍ତି ସେ। ବାକି ସବୁ ପାପ ଆମର ନିଜର ଡ୍ୟାମେଜ କରେ। ପ୍ରତିମା ପୂଜା ପରମେଶ୍ୱରଙ୍କର ଗୌରବକୁ, ତାଙ୍କର ଇମେଜକୁ, ତାଙ୍କର ଷ୍ଟେଟସକୁ ଅପମାନିତ କରି ଡ୍ୟାମେଜ କରିଦିଏ। ତ ଏଠି ଜଣା ପଡୁଛି କି ମନ୍ଦିରରେ କଣ ଠିଆ ହେବ? ଏକ ଘୃଣା ଯୋଗ୍ୟ ବସ୍ତୁ ଠିଆ ହେବ, ଏକ ପ୍ରତିମା। କଣ କରିବ ତାହା? ତା ଏ ପ୍ରକାର ଏକ ବସ୍ତୁ ଯାହା ଲୋକମାନଙ୍କୁ ବିନାଶ କରିଦେଉଥିବ। ପୁଣି what is that? AI ଟେକ୍ନୋଲୋଜି। ମନ୍ଦିର ମାନଙ୍କରେ ସବୁ ଧର୍ମର ରୂପ ନେଇ ପାରିବାର ଏକ ରୋବଟକୁ ତିଆରି କରିକି ବସାଇବେ। ଆଜିକାଲି ଚର୍ଚେସ୍ ମାନଙ୍କରେ ମଧ୍ୟ AI ଟେକ୍ନୋଲୋଜି ଆସିଲା। କେବେ ଆପଣ ଦେଖିଥିବେ ୟୁଟ୍ୟୁବରେ
ଆଉ ଫେସବୁକ ରିଲ୍ସ ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଛବି କଥା ହଉଥିବ, ହେ ମୋର ପୁତ୍ର କନ୍ୟା ଗଣ, ହେ ମୋର ସନ୍ତାନ ତୁମେ ଭୟ କର ନାହିଁ। ଗୋଟେ ସମୟ ଥିଲା ଆମେ ଈଶ୍ୱରଙ୍କ ଦାସ, ଆମେ ପ୍ରଚାର କରୁ କି ପରମେଶ୍ୱର କହନ୍ତି ତୁମେ ଭୟ କର ନାହିଁ ବୋଲି କହୁଛୁ ଆମେ। କିନ୍ତୁ ଏବେ ଏଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଛବି ଯେତେବେଳେ କଥା ହଉଛି କଣ ବୋଲେ ମୋର ପ୍ରଭୁ ନିଜେ କଥା ହଉଛନ୍ତି କହିଲା ପରେ ହେଇଯାଉଛି। ମୁଁ ଆପଣଙ୍କୁ ଜଣାଉଥିଲି କି ଧୀରେ ଧୀରେ ସବୁ ଚର୍ଚ୍ଚେସରେ ଏ ପାଷ୍ଟର ମାନେ ରିପ୍ଲେସ ହେଇଯିବେ। ପାଷ୍ଟର ମାନଙ୍କୁ 10 ଥର ଦରମା ଦେବା, ପାଷ୍ଟର ମାନଙ୍କର ପରିବାରକୁ ପୋଷିବା और এই ସିଷ୍ଟମ ନାହିଁ। ଆଉ ଧୀରେ ଧୀରେ ସେମାନେ ନିଜେ এই ଟେକ୍ନୋଲୋଜି ଏଆଇ ଟେକ୍ନୋଲୋଜି କିଣିଦେବେ, ଆଇଦର ଡିସପ୍ଲେ ଥିବ ନହେଲେ ଗୋଟେ ରୋବୋଟ ଠିଆ କରିଦେବେ। ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କଥା ହେଲା ପରେ ଆଜିର ବାକ୍ୟ ଆମେ ଶୁଣିବା, ଆଜି ର ପଢିବା, ଆଜି ମାଥ୍ୟୁ ଲିଖିତ ସୁସମାଚାର ଶୁଣିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହିଲା ପରେ ଲାଗୁଥିବା ଲୋକମାନେ ଭାବିବେ ଆଜି ଯୀଶୁ କଥା ହଉଛନ୍ତି ମୋ ସାଙ୍ଗରେ। ସବୁ ମନ୍ଦିରରେ ବି ସେମିତି ଥିବ। ଯେଉଁମାନେ ଯେଉଁ ଦେବତାକୁ ପସନ୍ଦ କରନ୍ତି ସେହି ରୂପର ଗୋଟେ ରୋବୋଟ ଥିବ, ଡିସପ୍ଲେ ଆସିଯିବ, ଫେସ୍ ଆସିଯିବ ସେଠି। ତେବେ ଧରନ୍ତୁ ଜେରୁସାଲେମ ମନ୍ଦିରରେ, ଭବିଷ୍ୟତର ମନ୍ଦିର ଏବେ ବନାଇବେ ଯାହା, ତ ଭଣ୍ଡ ଖ୍ରୀଷ୍ଟ ଏମିତି କାମ କରିବ କି ଏକ ରୋବୋଟକୁ ସେ ସ୍ଥାପନ କରିବ, ଆଉ ସେ ରୋବୋଟ ବ୍ୟବସ୍ଥା କହୁଥିବ କଣ କରିବାର କଣ ନ କରିବାର। और ସେଇ ସବୁ ଏଆଇ ଟେକ୍ନୋଲୋଜି, ରୋବୋଟିକ ଟେକ୍ନୋଲୋଜି କାହା ସହିତ କନେକ୍ଟ ଥିବ ଜାଣିଛନ୍ତି? ସମସ୍ତ ଲୋକମାନଙ୍କର ଶରୀରରେ ଯେଉଁ ଚିପ୍ ଇନସର୍ଟ କରିବେ, ଇମ୍ପ୍ଲାଣ୍ଟ କରିବେ, କମ୍ପ୍ୟୁଟର ଚିପ୍ ଯାହାକୁ ଆମେ କହୁ 666 ମୁଦ୍ରା, ତାହା ସହିତ କନେକ୍ଟେଡ ଥିବ। ଆଉ ପ୍ରକାଶିତ ବାକ୍ୟ ଆମେ ବହୁତ ଥର ପଢିଛୁ, ପ୍ରକାଶିତ 13:15 ଲାଷ୍ଟ ଯାଏ कि जे केही से प्रतिमा को प्रणाम करिब नाही। पढ़िदेबा काहेकि आमे खाली हावारे कथा होला परे कहिबा। 13:15 ପଶୁର ପ୍ରତିମା ଯେପରି କଥା କହିପାରେ ଓ ଯେତେ ଲୋକ ପଶୁର ସେହି ପ୍ରତିମାକୁ ପ୍ରଣାମ ନ କରନ୍ତି ସେମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା। ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିମ୍ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ। ପୁଣି ସେହି ଚିହ୍ନ ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରିନଥିବା ଲୋକକୁ କ୍ରୟ ବିକ୍ରୟ କରିବାକୁ ନିଷେଧ କରେ। ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି 666। बस এই সময় প্রকাশিত বাক্যরে ସବୁ ଶିଖି ସାରିଲୁ, ତଥାପି ହଠାତ୍ ମନେ ପଡିଲା ବୋଲି କହୁଛି। ନ୍ୟୁରାଲିଙ୍କ ମନୁଷ୍ୟ ମସ୍ତିଷ୍କରେ କମ୍ପ୍ୟୁଟର ଚିପକୁ ପକାଇ ସାରିଲେଣି, ଆମେ ଦେଖି ସାରିଲୁ। ସେଟା ମାଇଣ୍ଡ କଣ୍ଟ୍ରୋଲ ଦ୍ୱାରା କମ୍ପ୍ୟୁଟର ଅପରେଟ କରିପାରୁଛନ୍ତି। ମାଇଣ୍ଡ କଣ୍ଟ୍ରୋଲ ଦ୍ୱାରା ଟିଭି ଅନ୍ ହେଉ ବୋଲି ମୋ ମନରେ ଭାବିଲେ ଅନ୍ ହେଇଯିବ, ଫ୍ୟାନ୍ ଅନ୍ କର, ଏସି ଅନ୍ ହେଉ ବୋଲି ହେଇଯାଉଛି। ଏମିତି ଆଗେ ରିମୋଟ ସିଷ୍ଟମ ଥିଲା, ସବୁ ୱାଇଫାଇ କନେକ୍ଟେଡ। 5G ଟେକ୍ନୋଲୋଜିର ସ୍ପେଶାଲିଟି ଏଟା ନାଇଁ। ତ ମନୁଷ୍ୟ ଆପଣ ହାତରେ ଯଦି ନେବ, ହାତ ହଲାଇଲେ କାମ ହେଉଥିବ ସେଠି ନାଇଁ। ସେନ୍ସର୍ସ ଲାଗିଛି ମୋବାଇଲରେ, ଆପଣ ମାନେ ମୋବାଇଲକୁ ହାତରେ ଧରିକି ଏମିତି ଏମିତି କରିବା ଦରକାର, ହାୱାରେ ଏମିତି କଲେ ପେଜ ଅଲଗା ସାଇଡ ପଳାଉଛି। ତ ଏଭ୍ରିଥିଙ୍ଗ ଇଜ କନେକ୍ଟେଡ, ସେନ୍ସର୍ଡ, ନ୍ୟୁରାଲିଙ୍କ୍ସ ଚିପିଂ ସିଷ୍ଟମ ଆସିଗଲା। ଏହି ପ୍ରତିମା ଗୋଟେ ମନ୍ଦିରର, ଏଇଟା କଣ ଗୋଟେ ମନ୍ଦିରରେ ଭାଷଣ ଦେଉଛି, ଆଧ୍ୟାତ୍ମିକ ଭାଷଣ ଦେଉଛି। ତ କଣ ଜଣା ପଡୁଛି, ମାନେ ଏଇ ପ୍ରତିମାକୁ କଥା ହେବାର ଶକ୍ତି ଦିଆଗଲା ଏଆଇ ଟେକ୍ନୋଲୋଜି ଦ୍ୱାରା। ଆପଣଙ୍କୁ ଯୋଉ ରୂପ ଦରକାର ସେ ରୂପ ଆସିଯିବ ସେଇ ଫେସରେ। ଯୀଶୁ ଆପଣ ଯେତେବେଳେ ମନ୍ଦିରରେ ପ୍ରବେଶ କରିବେ, ଆପଣଙ୍କର ଚିପ୍ ଦ୍ୱାରା ଜଣା ପଡିବ ଆପଣ କୋଉ ରିଲିଜନକୁ ବିଶ୍ୱାସ କରନ୍ତି। ତ ଯଦି ଖ୍ରୀଷ୍ଟିଆନ ଲୋକ ମନ୍ଦିରରେ ପ୍ରବେଶ କଲା ବୋଲନ୍ତୁ, ସେଠି ପ୍ରତିମାରେ ଯୀଶୁ ଖ୍ରୀଷ୍ଟଙ୍କର ଫେସ୍ ଆସିଯିବ। ଯଦି ମୁସଲିମ ଲୋକ ମନ୍ଦିରରେ ପ୍ରବେଶ କଲା ମାନେ ସେ ପ୍ରତିମାକୁ ସେ ମୋହମ୍ମଦର ଫେସ୍ ଆସିଯିବ। ସେ କୁରାନ ର ସବୁ କହୁଥିବ ରେଫରେନ୍ସ ସବୁ, ଭର୍ସେସ୍ ସବୁ।
जिहुदी होच बोली कहले को मोसांकर रूप आसीबो ना को कहार रूप आसीबो वी डोंट नो को हिंदू लोक हेले को कृष्ण रामर रूप आसीजिबो से कथा होते श्लोक मंत्र सब कथा होते जदि लोक माने खुशी हेबे कि सब धर्म एक हेला बोलला परी तो आज देखुछु कि कंप्यूटर चिपिंग टा मनुष्य शरीर रे पकाइबाटा आरंभ हेलानी जहा तो आगमन विलंब हेबो पर लागुछि कि आपनको बाइबल रो भाववाणी आम आखिर सामने सफल हेबार देखिला बेलको कौन लागुछि भैया हम तो जाने वाले हैं आमे तो पळाइबु आपनकर कथा जणा नहीं को फांदरे धरा पड़िकी अच्छंती आपण माने के जण जणा नहीं जाई पारि फांदरे जदी फसी छंती माने जाई परिबेनी सेथिबे सिखाउचंती प्रभु कि जेतले सब घटना घटिबार देखिबो तुम पळ सेठु सेपरेट हो जाओ जोगी थाओ प्रभुंकर आगमन पाई तो जेरुसलेम मंदिर निर्माण हेबो भंड ख्रीष्ट निर्माण करिवो और सेथिरे सदा प्रभुंकर उपासना कहीं हेबो आज्ञा से सदा प्रभु कोडे मानसी से निजको तो ईश्वर बोली प्रकाश करिवो जिहुदी मानक सामना रे एबे जो मंदिर बनाइबे जेरुसलेम रे ताहा सदा प्रभुंकर मंदिर नुहे आ यीशु ख्रीष्टंकर मंदिर भी नुहे ताहा शैतान रो मंदिर अटे और एटा ठिया हेबो सेठी और ए रोबोट मानको एपरी पावर्स थिबो कि जे केही ए मानको प्रणाम करलानी व्हाट इज प्रणाम वर्शिप इंग्लिश रे से प्रकाशित वाक्य 13 अध्याय 16 पद कहे इफ एनीवन डजंट वर्शिप हिम व्हाट इज वर्शिप एक्चुअली जनरली सेक्युलर फील्ड रे सेक्युलर वर्ल्ड रे कौन कहती वर्शिप को वर्क इज वर्शिप ड्यूटी इज गॉड तो भविष्यत रे एपर रिलीजन थिबो कि परमेश्वर बा ईश्वर स्वर्गर नाहंती एठी जगत रे ही अछंती और तुमे तारो दास ही काम करबा पड़िबो वर्शिप इज यू वर्क यू वर्क यू वर्क एंड यू वर्क सेटा ही तुमरो कर्म ओटे से जहाँ कहबो तुमे ता करबा को बाध्य जदि करलो नै ते ताको मानलो नै ते ताको मानिबो नै तो एही रोबोट्स थारू एमिति इन्फ्रारेड रेस बाहरिबो एमिति किरण बाहरिबो सेंसर्स बाहरिबो कि आपणकर बॉडी रे थिबा से ही छोटो चिपटा ब्लास्ट हो बस्ट हो मर जीवे सेठी तो जे केही ताको प्रणाम कल नहीं ताको विनाश करिबार बध करिबार अधिकार मानक दिया जीवो तेणु करे बाइबल रे प्रभु कहंती जम्मा एटा पकाइबो नहीं एटा रहिला भविष्यतर कथा मंडली उठा गला परर कथा किंतु आमे कोन अध्ययन करूछु आत्मिक अध्ययन करूछु आत्मिक भाव रे बुझिबा पवित्र स्थान रे विनाशकारी घृण्य वस्तु जदि ठिया हेबो पाठक बंधु बुझी जांतु तुम माने सिठरू पलायन करो बोली पढ़िलु माथ्यू 24:15 रे तबे आत्मिक अर्थ टिके नहीं कि टिके चिंता करिबा अध्ययन करिबा पवित्र स्थान माने कौन बोली सुनिलु मंदिर जेरुसलेम मंदिर तो आज मंदिर कौन मंडली आज मंदिर कौन आंभ मानकर शरीर नहीं कि बुझिले 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 प्रथम पितर 2:5 प्रथम पितर 2:5 पद जदि बुझी पारनांती सकाळ अवथरे वाक्य शुणंतु आपण माने ओके कंफ्यूज होंतु नहीं गोटे इज्राएल मानकर एंगल रु कहली दृष्टिकोण रु बुझाउछि एबे मंडली रो दृष्टिकोण रु बुझाउछि दी प्रकार बुझाउछि ओके कंफ्यूज होंतु नहीं प्रथम पितर 2:5 मंदिर किए आजी ताहांको निकटको आसी तुम्भे माने मध्य यीशु ख्रीष्टଙ୍କ द्वारा ईश्वरଙ୍କ निकटरे सुग्राह्य आत्मिक बलि उत्सर्ग करिबा निमंते पवित्र याजक वर्ग हेबा पई जीवंत प्रस्तर स्वरूप होई गोटे पारमार्थिक गृह रूप निर्मित हुआ पारमार्थिक गृह
ओडिया बाइबल जेते गृह गृह मंदिर को गृह बोली कहि दैछन घर भी गृह अटे मंदिर भी गृह अटे दिस बोथ आर नॉट सेम एक्चुअली मंदिर इज मंदिर जहाँ को ओडिया बाइबल गृह बोली सिंपली लिखा कर दैछन अधिकांश एक्चुअली आई थिंक ओडिया बाइबल इज ट्रांसलेटेड फ्रॉम किंग जेम्स वर्जन हाउस ऑफ गॉड हाउस ऑफ गॉड बोलला बेल को ओडिया रे गृह ईश्वर को गृह आसी जाउछ एटा मंदिर पारमार्थिक मंदिर आज मंडली किए एक पारमार्थिक मंदिर खाली बुझाउथिला आपण मानको प्रभु कहले एई मंदिर को विनाश करो आमे 3 दिन रे ताहा तोलिबा ताहा पुनर्निर्माण करबा बोली कहले 3 दिन रे पुनर्बार प्रभु निर्माण करिसंती कोन तांकर शरीर पुनरुत्थान प्राप्त होइथिबा प्रभु यीशु ख्रीष्ट को बुझाए और जेते जण ख्रीष्ट को ठारे बपतिस्म नेउछंती से माने ख्रीष्ट को ठारे क्रूसार्पित होई ख्रीष्ट को ठारे कबर प्राप्त होई ख्रीष्ट को ठारे से माने बपतिस्म द्वारा पुनरुत्थान रो अंशी होउछंती तेन करी मंडली हेले तो प्रभु यीशु ख्रीष्ट आज निर्माण करथिबा मंदिर कोटा जेरुसलेम मंदिर नहीं ता पछरे जानतु ने तापर प्रार्थना भी करंतु नहीं भंड ख्रीष्टर शैतान रो मंदिर बनाइबा पाई आपण कोन पे प्रार्थना करि पकाउछंती आपण मुर कले आपण न है बहुत जन क्रिश्चियन माने पूरा लागी पड़छंती एते निरह केमते हेई गले क्रिश्चियन माने जानि पारने खाली आशीर्वाद और प्रचार सुनी 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 बाइबल को बुझी तो पारले नहीं टोटली ये वक्ता मानकर ब्लेसिंग ब्लेसिंग हीलिंग हीलिंग बेसी हेई जिबारु प्रभुंकर योजना कोन को विषय प्रभुंक आडरो आसी कोटा शैतान आडरो आसी तार विवेचना तार चिन्हिमार दान ही नहीं लोक मानक खाली पेट बथा चिन्हुथिबे तार अंटा बथा चिन्हुथिबे किंतु भंड ख्रीष्ट के चिन्हि पार नांती तेणुकरी जेरुसलेम मंदिर पछरे जाउनी आज मंदिर ओटे मंडली नंबर 1 नंबर 2 आज मंदिर कोन आम मानकर शरीर नहीं प्रेज द लॉर्ड प्रथम कोरिन्थ 6:19 मंडली पारमार्थिक गृह मंडली आम मानकर देह मंदिर 6:19 बाबू अबा तुम्भ मानक शरीर जे ईश्वरଙ୍କ ଠାରୁ ପ୍ରାପ୍ତ ତୁମ୍ଭ ମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର ଏହା କଣ ଜାଣ ନାହିଁ बस ଆଉ बस ତୁମ୍ଭ बस 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 3:16 प्रथम कोरिन्थी ତୁମ୍ଭେ ମାନେ କି ଜାଣ ନାହିଁ ଯେ ତୁମ୍ଭେ ମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭ ମାନଙ୍କ ଅନ୍ତରରେ ବାସ କରନ୍ତି प्रेज द लॉर्ड देखो अभी सुनंतु तो ए पवित्र स्थान किए मंडली ए पवित्र स्थान किए आपणकर शरीर मंदिर और प्रभु कहले एही पवित्र स्थान रे कोन ठिया ही जीव पुणी विनाशकारी घृण्य वस्तु ठिया है गला से मन छाड़ी पलांतु आज्ञा छाड़ी देबार दरकार नहीं हमको सेमती मंदिर दरकार नहीं सेमती मंडली दरकार नहीं सेमती मनुष्य सेमती ख्रिश्चियन भी दरकार नहीं हमको से मानको जीवन रे भंड ख्रीष्ट ठिया है गला बोली अर्थ ये प्रतिमा ठिया है गला बहुत जन को लाइफ रे चिंता करो को मंडली रे भंड ख्रीष्ट शिक्षा चली बहुत जन ख्रिश्चियन माने भंड ख्रीष्ट को फॉलो करछंती भंड ख्रीष्ट को ही प्रार्थना करूछंती जान नांती इटे भंड ख्रीष्ट बोले ना पर हम यीशु ख्रीष्ट को प्रार्थना कर भाबुछंती भंड ख्रीष्ट केमती चिन्हबे वेरी सिंपल बाइबल कहे प्रभु यीशु ख्रीष्टंकर प्रेम अनुजोग करे प्रकाशित 3:19 पढ़ो बाबू प्रकाशित 3:19 आम्भे जेते लोकंकु भल पाऊ सेमानंकु अनुजोग ओ शासन करिथाऊ बस बस हाँ अतएव उद्योगी होई मन परिवर्तन कर बस मो पढ़ देखो तुम नूतन नियम आरंभ हेउ हेउ प्रभु जीशु ख्रीष्ट जेते प्रचार आरंभ कले
ମାଥ୍ୟୁ 4:17 ସେ କହିଲେ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ତାଙ୍କ ପ୍ରଚାରରେ 24 ଘଣ୍ଟା God loves you brother, God bless you brother ବେଶୀ ନଥିଲା ଆଜ୍ଞା, ବେଶୀ କଣ କୁଆଡେ ବି ନଥିଲା। ତାଙ୍କରି ପ୍ରଚାରରେ ତାଙ୍କରି ସୁସମାଚାରରେ ମନ ପରିବର୍ତ୍ତନ ପାଇଁ ଚେତନା ଥିଲା ଆଜ୍ଞା। ସେ କହିଲେ ଆମ୍ଭେ ଯାହାକୁ ଭଲ ପାଉ, ଯାହାକୁ ପ୍ରେମ କରୁ, ଅନୁଶାସନ କରୁ, ତେଣୁକରି ଯଦି ମୋର କଥା ଶୁଣିବ ମନ ପରିବର୍ତ୍ତନ କରିବ। ଯୀଶୁ ଖ୍ରୀଷ୍ଟ ହେଲେ ତାଙ୍କର ପ୍ରେମ ଏମିତି ଥିବ, ଆଉ ଭଣ୍ଡ ଖ୍ରୀଷ୍ଟ ହେଲେ ସେ ଜମା ମନ ପରିବର୍ତ୍ତନ କରିବା ପାଇଁ କହିବ ନାହିଁ, ପାପ ଛାଡିବା ପାଇଁ କହିବ ନାହିଁ, ପବିତ୍ର ହୁଅ ବୋଲି କହିବ ନାହିଁ, ଜଗତରୁ ପୃଥକ ହୁଅ ବୋଲି କହିବ ନାହିଁ। ସେ ଖାଲି ବ୍ଲେସିଂ love, God loves you। ତମେ ଯେତେ ଦରିଦ୍ର ଘୃଣ୍ୟ କାମ କଲେ ମଧ୍ୟ God loves you brother, ତମେ ନିରାଶ ହୁଅ ନାହିଁ। କୋଉ ଖ୍ରୀଷ୍ଟକୁ ଫଲୋ କରୁଛନ୍ତି ଦେଖ ତ। ଆପଣ ପ୍ରାର୍ଥନା କରୁଥିବା ଯୀଶୁ ଖ୍ରୀଷ୍ଟ ଯଦି ଆପଣଙ୍କୁ, ଆପଣ ପ୍ରାର୍ଥନା କରୁଥିବା, ଆପଣ ବିଶ୍ୱାସ କରୁଥିବା, ଆପଣ ଭାବୁଥିବା ଯେ ଖ୍ରୀଷ୍ଟ ଯେ ଆମ ଠାରେ ପ୍ରଭୁ ଅଛନ୍ତି ବୋଲି ଯାହା ଭାବୁଛନ୍ତି ଆପଣ ମାନେ, ଆପଣଙ୍କ ଠାରେ ଥିବା ଖ୍ରୀଷ୍ଟ ଆପଣଙ୍କୁ ଚେତନା ଦେଉନାହାନ୍ତି ମାନେ ସେ ଯୀଶୁ ଖ୍ରୀଷ୍ଟ ତ ନୁହନ୍ତି। ସେ ଆପଣ ବିଶ୍ୱାସ କରୁଥିବା ଖ୍ରୀଷ୍ଟ ଆପଣଙ୍କୁ ପାପ ଛାଡିବା ପାଇଁ ଚେତନା ଦେଉନାହାନ୍ତି, ଈଶ୍ୱର ଭୟ ଆଣୁନାହାନ୍ତି ବୋଲି କହିଲେ that is not Jesus Christ actually। ଭଣ୍ଡ ଖ୍ରୀଷ୍ଟ ଠିଆ ହେଇଗଲେ ଆପଣଙ୍କ ଦେହରେ, ଆପଣଙ୍କର ମଣ୍ଡଳୀରେ। ସେଥିପାଇଁ କହିଲେ ଆପଣ 40-30 ବର୍ଷ ପାନ ଛାଡି ପାରିଲ ନାହିଁ, ଠକିବା ଛାଡି ପାରିଲ ନାହିଁ, ଚୋରିବାଟା ଛାଡି ପାରିଲ ନାହିଁ, ଧନ ଲୋଭ ଛାଡି ପାରିଲ ନାହିଁ, ପଲିଟିକ୍ସ ଛାଡି ପାରିଲ ନାହିଁ, ଈଶ୍ୱରଙ୍କର ଭୟ ଆସୁନାହିଁ। କୋଉଠିକାର ଖ୍ରୀଷ୍ଟକୁ ପାଇଛନ୍ତି? ହେଲେ ଗୋଟେ ଭୟ ଆସିବ ନାଇଁ କି ଆଜ୍ଞା? ଗୋଟେ ଗିଲ୍ଟ ଫିଲ୍ ଆସିବ କି ନାଇଁ? ଗିଲ୍ଟି ଲାଗୁନାହିଁ? ସବୁ ନଥିବା କାମ କରିଦେଇକି ଫ୍ରି ଲାଗୁଛି ଆପଣଙ୍କୁ, ହାଇ ଲାଗୁଛି, ତ ଡେଫିନେଟଲି ଆପଣଙ୍କ ଜୀବନରେ ଯୀଶୁ ଖ୍ରୀଷ୍ଟ ନାହାନ୍ତି ଆଜ୍ଞା। ଏଇଟା ଠିଆ ହେଇଯାଇଛି ଆଉ ବୁଝାଉଛି ନା ମ, ତମେ ଯେତେ ପାପ କଲେ ବି, ଯେତେ ଅଧର୍ମ କଲେ ବି God loves you, he understands। ସେ ବୁଝନ୍ତି ଆପଣଙ୍କର weakness, ସେ ବୁଝନ୍ତି। ଆମେ ସେମିତି ଯୀଶୁଙ୍କୁ ଫଲୋ କରୁନୁ ଆଜ୍ଞା। ଆମେ ଯୋଉ ଯୀଶୁଙ୍କୁ ଫଲୋ କରୁଛୁ ସେ କହନ୍ତି ମୁଁ ଭଲ ପାଉଛି ବୋଲି ତୁ ଏଜେ ସେଇ ଯିବୁ ବୋଲଛୁ କି ତୋର ପାପରେ ଛାଡେ ପାପ ବୋଲି ଆମକୁ ଧମକାଉଛନ୍ତି। ସେ ଲିଭ୍ ଦ ସିନ୍। ହଁ, ସେ ବ୍ୟଭିଚାରୀ ସ୍ତ୍ରୀକୁ ସେ କଣ କହିଲେ? ଗୋ ସ୍ତ୍ରୀ, ଗୋ ନାରୀ, ଗୋ ମା, କେହି ତୁମକୁ ଦଣ୍ଡ ଦେଲେ ନାହିଁ କି? ନାହିଁ ପ୍ରଭୁ। ତ ପ୍ରଭୁ କହିଲେ ମୁଁ ବି ଦେବି ନାହିଁ, କିନ୍ତୁ ଆଉ ଥରେ ପାପ କର ନାହିଁ। ପଢିଦେବ 8:11, ଜହନ 8:10-11। ପୁଣି ଯୀଶୁ ମସ୍ତକ ଉତ୍ତୋଳନ କରି ତାହାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି? କେହି କଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ କହିଲା, କେହି ନାହିଁ ପ୍ରଭୁ। ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ଯାଅ, ଆଜିଠାରୁ ଆଉ ପାପ କର ନାହିଁ। ବାସ୍, ଗୋଟେ ଭଲ କୋଟେସନ ପଢିଥିଲି ଫେସବୁକରେ, ଭଲ ଲାଗିଲା। If God gives you second chance, don't repeat the same mistake again। ପରମେଶ୍ୱର ଥରେ ଯଦି ତୁମକୁ ସୁଯୋଗ ଦେଇଦେଲେ ଆଉ ଥର ସେହି ଭୁଲ କାମ କର ନାହିଁ। ତାଙ୍କର କ୍ଷମା କୁ ବହୁତ ଜଣ ଆଡଭାଣ୍ଟେଜ ରେ ନେଇଗଲେ କି ନା ସେ ତ କ୍ଷମା କରୁଥିବା, ଆମେ ପାପ କରୁଥିବା, ସେ କ୍ଷମା କରୁଥିବା, ଆମେ ପାପ କରୁଥିବା, ସେ କ୍ଷମା କରୁଥିବା, ତାଙ୍କ ପାପ, ତାଙ୍କ କାମ କ୍ଷମା କରିବାଟା, ଆମର କାମ ପାପ କରିବାଟା।
ଯଦି ସେମିତି ଭାବୁଛନ୍ତି ଭାବିକି ନେଇଯାଇଛନ୍ତି ମାନେ ସେ ଖ୍ରୀଷ୍ଟ ଯୀଶୁ ଖ୍ରୀଷ୍ଟ ନୁହନ୍ତି। ଆପଣ ଯଦି ସେମିତି ପ୍ରଚାର ଶୁଣୁଛନ୍ତି ମାନେ ଆପଣ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଚାର ଶୁଣୁନାହାନ୍ତି। ଆପଣମାନେ ଯଦି ସେମିତି ପ୍ରଚାର କରୁଛନ୍ତି ମାନେ ଆପଣ ଯୀଶୁ ଖ୍ରୀଷ୍ଟଙ୍କର ପ୍ରଚାରକ ନୁହନ୍ତି, ଭଣ୍ଡ ଖ୍ରୀଷ୍ଟର ପ୍ରଚାରକ ଅଟନ୍ତି। 100% ଗ୍ୟାରେଣ୍ଟି। ଅବଶ୍ୟ ମାନେ ମାନିବେ ନାହିଁ। କାହିଁ ମାନିବେନି? ପବିତ୍ର ଆତ୍ମା ନାହାନ୍ତି ଯେହେତୁ, ପବିତ୍ର ଆତ୍ମା ଥିଲେ ସେ ମନାଇଥାନ୍ତେ କନଫେସ୍ କରାଇ, ପବିତ୍ର ଆତ୍ମା ଆମମାନଙ୍କୁ ସ୍ୱୀକାର କରାଇବେ। ହଁ ଆଜ୍ଞା ଭୁଲ ହେଇଗଲା ପରେ ଲାଗିବ। ଭୁଲ ହେଲେ ବି ଭୁଲ ଲାଗୁନାହିଁ ତ ପବିତ୍ର ଆତ୍ମା ପାଇଛନ୍ତି ନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଛନ୍ତି। ଭୁଲ ଲାଗୁନାହିଁ କି ଏତେ ବାକ୍ୟ ଶୁଣିଲା ପରେ ବି ହୃଦୟରେ ଗୋଟେ ବ୍ୟସ୍ତତା ଲାଗୁନାହିଁ ନାଇଁ କି? then you are into danger zone। आपको कुछ फर्क नहीं पड़ता ना। आगे हमठୁ भूल हुए, ଆମେ ବି ଦୁର୍ବଳ। କାଲି କହୁଥିଲି ଆମେ ଯୀଶୁ ଖ୍ରୀଷ୍ଟ ନୁହଁ କି ସବୁଠି ପରଫେକ୍ଟ ଥିବୁ। ବହୁତ ଥର ବୁଝାଇଲି ଆପଣମାନଙ୍କୁ। ଆମେ ନିଜକୁ ପରିଷ୍କାର କରୁଛୁ। we clean up and we leave the sin। ଦୁର୍ବଳ ଆମେ। Praise the Lord। ପବିତ୍ର ରହିବାକୁ ଚେଷ୍ଟା କରୁଛୁ, ଲଢୁଛୁ, ପ୍ରଭୁଙ୍କୁ ଗୋଡ଼ ଧରୁଛୁ, କାନ୍ଦୁଛୁ, ସଂଶୋଧନ କରୁଛୁ। ଆଉ ଗୋଟେ ଚାନ୍ସ ଦିଅ ପ୍ରଭୁ ବୋଲି କାନ୍ଦୁଛୁ। ଆଉ ପବିତ୍ର ଆତ୍ମାଙ୍କର ସାହାଯ୍ୟରେ ଦିନେ ଏପରି ପରିସ୍ଥିତି ଆସୁଛି କି ଗତ ବର୍ଷ ଯେଉଁ ପାପର ପ୍ରଲୋଭନ ଆମକୁ ବ୍ୟସ୍ତ କରିଦେଉଥିଲା, ଆଜି ସେ ପାପ ଆମ ସାମ୍ନାରେ ଛିଡା ହେଲେ ବି ଆମକୁ ଫରକ ପଡୁନାହିଁ। वी डोंट केयर। क्या हुआ? हम लोग प्रोग्रेस कर गए। ଦଶମ ଶ୍ରେଣୀ ପଢିଥିବା ପିଲା ତୃତୀୟ ଶ୍ରେଣୀର ପରୀକ୍ଷାକୁ ଡରିବ କି? କାହିଁ ଡରିବ? ସେ କହିବ 7 ବର୍ଷ ତଳେ ସାରିଲି ଆଜ୍ଞା ସେ परीक्षा। वाह व्हाट ए कॉन्फिडेंस। जब वो 3rd क्लास पढ़ता था तब डरता था परीक्षा अच्छी रे बोली। आज 10ମ ଶ୍ରେଣୀର ଅଛି, ତା କଣ ଲାଗିବ? ତୃତୀୟ ଶ୍ରେଣୀର ପରୀକ୍ଷା ତାକୁ ଡରାଇବ କି? 7 ବର୍ଷ ହେଲାଣି ଜିତି ସାରିଲିଣି। ୟେସ୍ ଆମେ ଜିତୁ। ଆଜି ଯେଉଁ ପାପ ଆଉ ଯେଉଁ ଜଗତର ଆକର୍ଷଣ ଆମକୁ ବ୍ୟସ୍ତ କରୁଛି, ଆମ ମୁଣ୍ଡ ଖରାପ କରିଦେଉଛି, ଆପଣ ପ୍ରାର୍ଥନା କରି, ଆପଣ ମାନେ କାନ୍ଦିକି, ଆପଣ ମାନେ ଉପବାସ କରି, ପ୍ରଭୁଙ୍କ ରକ୍ତରେ ଆଉଜି ପଡି ଧୌତ ହେଇ ଆର ବର୍ଷକୁ ଏଇ ଟାଇମରେ ଆପଣ ଯଦି ଚିନ୍ତା କରିବେ, ଆପଣଙ୍କୁ ହସ ଲାଗିବ। ଅରେ ଗତ ବର୍ଷ କେମିତି ହଉଥିଲି ରେ। ଯାହା ହଉ ପ୍ରଭୁ ଛଡାଇବେ ଆଜ୍ଞା। ତମେ ଛାଡିବାକୁ ଇଚ୍ଛା କଲେ ସିନା ଛଡାଇବେ। ଆଜି ସର୍ଟ ଉପରେ ପଡିଥିବା ଚା ଗୋଟେ ପଡିଗଲା, ସାଙ୍ଗେ ସାଙ୍ଗେ ଧୋଇଲେ ସାଙ୍ଗେ ସାଙ୍ଗେ ପୁରା ଯିବ ନାହିଁ, ତାର ମାର୍କ ରହିଯିବ। କିନ୍ତୁ ନେକ୍ସଟ ଇୟର को देखो इस शर्ट रे, हाँ धो धो के एकदम दिखाई देगा से स्पॉट नहीं। ठीक काहे कि हमको प्रभु देले प्रभु हैं हाथ रे नहीं कि आखिर लगाई कि मुंड लगाई पे तुमको प्रसाद देइछंती भोग। संशोधन करो, परिष्कार करो, क्लीन अप करो, सूची करो। सांगे सांगे दंड देवी नहीं बोली कहले, कारण से जानिछंती आमे पापमय शरीर रे ही अछु परित्राण पाइला परे भी। तेणु करी हमको सिखाउछन जस्ट फाइट। कुछ तो करके दिखाओ ना, कि ताकि पता चले आप लोग कॉम्प्रोमाइज नहीं हो रहे हो। पहरी न जानिब लोक भी पानी रे पड़ी गले हाथ छटपट करिबो ही करिबो आज्ञा, जेपर कि लोक जानिबे नाइ आज्ञा मो बुड़ीबा को इच्छा करूनी आज्ञा बोली। पहरी तो जाने काहे कि छटपट हेबी बोली भाबिबो कि से भूल बुझी नेले प्रभु को और पाप सहित कॉम्प्रोमाइज हो जाउछन्ते क्रिश्चियन माने भंड ख्रीष्टर शिक्षा धरिकी, भंड ख्रीष्टर प्रचारक मान को धरिकी। एमानकर शरीर रे
ଭ୍ରାନ୍ତିଜନକ ଆତ୍ମା ଅଛି ଆଉ ଭଣ୍ଡ ଖ୍ରୀଷ୍ଟ ଅଛି। ଏମିତି ମଣ୍ଡଳୀ ମାନଙ୍କରେ ଯେ ପାପ ବିରୁଦ୍ଧରେ ଚେତନା ଦେଉନାହିଁ, ଈଶ୍ୱରଙ୍କର ଭୟ ଯଦି ଆସୁନାହିଁ, ଆଉ କରିଥିବା ପାପ କାମ ବିଷୟରେ ଗିଲ୍ଟି କଣ କହିବେ, ଦୋଷ, ବିବେକ ଦୋଷ ଦେଉନି ଆପଣଙ୍କୁ, ଚାପି ପକେଇଲେ ବିବେକ, ନା ନା ବିବେକ ବାଧା ଦେଉଥିବ, ତୁ କି ଆଚ୍ଛା ଆହା ତୁ କି ବୋଲି କହୁଥିବ ବିବେକ ଆପଣଙ୍କୁ। କାରଣ ଆପଣ ମାନେ କଣ କଣ କାମ କରୁଛନ୍ତି ଦୁନିଆ ଜାଣି ନାହିଁ, ମା ବାପା ଜାଣିପାରିବେ ନାହିଁ, ପାଷ୍ଟର ମାନେ ଜାଣିପାରିବେ ନାହିଁ, କିନ୍ତୁ ଆପଣ ଜାଣିଛନ୍ତି ନାଇଁ କି? ଆଉ ସେ ଆପଣ, योर कॉन्शियस इज यू, आपका विवेक ही आप हो। ଆଉ ବିବେକ କହୁଥିବ ତୁ କଣ କଣ କଲୁ ମୁଁ ଜାଣିନି କି, କହିବି ହଉଥିବ, ବ୍ୟସ୍ତ କରିଦେଉଥିବ। ଆଜ୍ଞା ଆପଣଙ୍କର ପାପ ଆପଣଙ୍କୁ ବ୍ୟସ୍ତ କରୁନାହିଁ କି? ସତ୍ୟରେ ଯଦି ପବିତ୍ର ଆତ୍ମାଙ୍କୁ ସୁଯୋଗ ଦେବେ, ଆପଣଙ୍କର ପାପ ଆପଣଙ୍କୁ ବ୍ୟସ୍ତ କରିବ, ସେ ବିବେକ ବ୍ୟସ୍ତ କରିବ, ଯେଉଁ ଦ୍ୱାରା କି ଆପଣ ମାନେ ଧାଇଁକି ଯାଇ ଯୀଶୁଙ୍କର ଗୋଡ ଧରିବେ, ପ୍ରଭୁ କ୍ଷମା କର, ସରି 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 ସରି। ଏମିତି ଆପଣ ଫ୍ରି ନାଇଁ, ଆପଣଙ୍କୁ ହାଇ ଲାଗୁଛି ନାଇଁ, ଫରକ ପଡୁ ନା, ସବୁ ପାପ କାମ, ସବୁ ଘୃଣ୍ୟ କାମ, ତଥାପି କଣ ନା ଠିକ ଅଛି, ଆମେ ଓକେ, ଆମେ ଆତ୍ମିକ ଲାଗୁଛି କି? ଯୀଶୁ ଖ୍ରୀଷ୍ଟଙ୍କର ଗ୍ରୁପରୁ ଭଣ୍ଡ ଖ୍ରୀଷ୍ଟ ଗ୍ରୁପରୁ ପଳେଇଲେ ବୋଲି ଅର୍ଥ। ଆଉ ଭଣ୍ଡ ଖ୍ରୀଷ୍ଟ ଆପଣଙ୍କର ବିବେକକୁ ପୁରା ଚାପି ମାରି ପକାଇବ, ଡେଡ କନସିୟସ, ଆଉ କେବେ ବି ବିବେକ ଆପଣଙ୍କୁ ଆଉ ବାଧା ଦେବ ନାହିଁ, ଗେଞ୍ଜିବ ନାହିଁ, ଆଉ ତୁ ଯାହା କଲେ ବି କିଛି ଚିନ୍ତା ନେଇ ବୁଲିଲା ପରି ହବ। ତ ସେହି ପବିତ୍ର ସ୍ଥାନରେ ପ୍ରତିମା ଛିଡା ହେଇଗଲା ବୋଲି ଅର୍ଥ। ପ୍ରଭୁ କହୁଛନ୍ତି ଏମିତି ଅବସ୍ଥା ଯଦି ଦେଖୁଛ ତମେ କାହାଠାରେ, ଛାଡିଦିଅ ସେମାନଙ୍କୁ, ଆଉ ସେମାନଙ୍କୁ ଧରିବା, ଡାକିବା, ପ୍ରାର୍ଥନା କରିବା, ଉପବାସ କରିବ, ଦିନେ ପ୍ରଭୁ ସେମାନଙ୍କୁ ଧରିବେ। ବୋଲା ପରି ନାହିଁ, କାଲି ଜଣେ ଭଉଣୀ ଫୋନ କରିଥିଲେ, କଣ କହିବି ଆଜ୍ଞା ମୋର ଭଉଣୀ ହିନ୍ଦୁ ପିଲାକୁ ବାହା ହେଇକି ପଳାଇଲା, କାନ୍ଦୁଥିଲା ବିଚାରି। ମୁଁ କହିଲି ଆଉ କଣ କରିବୁ ଆଜ୍ଞା, ଆଉ କଣ କରିବୁ? ଏତେ ବାକ୍ୟ ଶୁଣିକି ବି ସେ ବୋଧେ ଶୁଣି ଦେଖିନି ଜଣ ତାଙ୍କର ଭଉଣୀ କୋଉଠି ଗୋଟେ କାନ୍ଦୁଥିଲା। କାନ୍ଦିଲେ କଣ ଲାଭ, ଆଉ ଏବେ କାନ୍ଦିଲେ କଣ ଲାଭ? ତୁମେ ଖ୍ରୀଷ୍ଟିଆନ ହେଇକି ପ୍ରଭୁଙ୍କୁ ଯଦି ରେସ୍ପେକ୍ଟ ଦେଇ ଜାଣିପାରିଲ ନାହିଁ, କହିଲେ ଆଉ କିଛି କରିହେବ ନାହିଁ, ହଁ ଆପଣଙ୍କର ଖୁସି ପାଇଁ ପ୍ରାର୍ଥନା କରିବେ ବୋଲି କହିଲେ, ଆଉ ଗାଏ ତ ଜାଣିଦ ବସ୍, ଆଉ ଦିନେ ରିଲାଇଜ ହେବେ ବୋଲି ଯଦି କହିବା, ତ ଯେଉଁ ଦିନ ରିଲାଇଜ ହେବେ ଫରକ ପଡିବନି, ସେଦିନ ରିଲାଇଜ ହେବେ, ଆଉ କିନ୍ତୁ କିଛି କରିହେବ ନାହିଁ। କାଲି ମିଟିଂ ସରିଲା ପରେ ସାଙ୍ଗେ ସାଙ୍ଗେ ଫୋନ ଆସିଥିଲା, କଣ କରିବ ଆଉ? ଏତେ ବାକ୍ୟ ଶୁଣିକି, ଏତେ ପ୍ରକାଶିତ ବାକ୍ୟ ଶୁଣିକି ଜଣେ ଝିଅ ଗୋଟେ ମୁସଲିମ ପିଲା ଧରି ପଳେଇଲା, ଏତେ ଶୁଣିକି ନ ଶୁଣିବା ଉଚିତ ଥିଲା ନା? ଏତେ ଶୁଣିକି ଘୁଞ୍ଚି ଯିବା ଅପେକ୍ଷା ବରଂ ନ ଶୁଣିଲେ ସେମାନଙ୍କ ପକ୍ଷରେ ଭଲ ହେଇଥାନ୍ତା। ଦ୍ୱିତୀୟ ପିତର, ଶୁଣନ୍ତୁନି ଆଜ୍ଞା ଏମିତି ବାକି, ଯଦି ଆପଣଙ୍କ ଜୀବନ ସଂଶୋଧନ କରିପାରୁନାହାନ୍ତି ଛାଡି ଦିଅନ୍ତୁ, ରାଜୀବ ଭାଇଙ୍କୁ ଛାଡି ଦିଅନ୍ତୁ, ଶୁଣନ୍ତୁ ନାହିଁ, ବାପରେ ବହୁତ ବଡ ସମସ୍ୟା ଆଣିଦେବେ ନିଜ ଉପରେ। ଦ୍ୱିତୀୟ ପିତର 2 ଅଧ୍ୟାୟ 21-22 ପଦ ଟିକେ ପଢ। କାରଣ ଧାର୍ମିକତାର ମାର୍ଗ ଜାଣି ଆପଣମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାନ୍ତା। କୁକୁର ଆପଣା ବାନ୍ତି ଖାଇବାକୁ ଓ
ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ। ଏହି ସତ୍ୟ ଦୃଷ୍ଟାନ୍ତ ବାକ୍ୟ ସେମାନଙ୍କ ପ୍ରତି ଘଟିଅଛି। ବାସ୍ ବାସ୍। କାରଣ ଧାର୍ମିକତାର ମାର୍ଗ ଜାଣି ଆପଣ ମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାନ୍ତା। ନିଜକୁ ଅଶୁଚି କରିଦେଲେ ପବିତ୍ର ଆତ୍ମା କାହିଁକି ରହିବେ? ଆଜ୍ଞା ଆମେ ପଢିଥିଲୁ ପ୍ରଥମ Corinthians 6:19 ପବିତ୍ର ଆତ୍ମାଙ୍କର ମନ୍ଦିର ପୁଣି ଏ ଶରୀର। ପବିତ୍ର ଆତ୍ମା ଛାଡିଦେଲେ କଣ ହେବ ଜାଣିଛନ୍ତି? ପାପୀ ମାନେ ଦି ପ୍ରକାର। ଗୋଟେ ସାଧାରଣ ପାପୀ ଯେଉଁମାନଙ୍କୁ ଆମେ ସୁସମାଚାର ପ୍ରଚାର କରିକି ଆମେ ପ୍ରାର୍ଥନା କରିବାର ଦିନେ ସେମାନେ ପ୍ରଭୁଙ୍କୁ ପାଆନ୍ତୁ ବୋଲି। ଆଉ ସେକେଣ୍ଡ କ୍ୱାଲିଟିର ପାପୀ ମାନେ ଅଟନ୍ତି ଭ୍ରଷ୍ଟ ପାପୀ, ଆଉ ଯେଉଁମାନଙ୍କୁ ଆଉ ପରିବର୍ତ୍ତନ କରିହେବ ନାହିଁ। ଭ୍ରଷ୍ଟ ମିନ୍ସ ପରମେଶ୍ୱର ଇଣ୍ଟୁ ମାରି ଦେଇଛନ୍ତି ସେମାନଙ୍କ ନାମରେ। ରିଜେକ୍ଟ ଲିଷ୍ଟ ବୋଲି ବହୁତ ଥର କହିଲେ ଆପଣଙ୍କୁ, ପବିତ୍ର ଆତ୍ମା ଛାଡି ଦେଇଛନ୍ତି ବୋଲି ଅର୍ଥ। ସେତିକି ଦୂରକୁ ନ ଯାଆନ୍ତୁ। ପବିତ୍ର ସ୍ଥାନ, ଆମ ଦେହ ପବିତ୍ର ସ୍ଥାନ ହେଉ ପରମେଶ୍ୱରଙ୍କର। ଆମର ମଣ୍ଡଳୀ ପରମେଶ୍ୱରଙ୍କର ବାସ ନିମନ୍ତେ ଏକ ପବିତ୍ର ସ୍ଥାନ ହେଉ। ଆମ ଗିର୍ଜାରେ, ଆମର ମଣ୍ଡଳୀରେ, ଆମର ଉପାସନାରେ ଯଦି ପ୍ରଭୁ ଅଛନ୍ତି ତାହେଲେ ସେ ଚେତନା ଦେବେ। ଈଶ୍ୱରଙ୍କର ଭୟର ମାହୋଲ ଥିବ ସେଠି। ଫିୟର ଅଫ ଗଡ, ଈଶ୍ୱରଙ୍କର ଭୟ। ନାଇଁ କି ଆପଣଙ୍କ ଲାଇଫରେ କି ମୋର ଲାଇଫରେ ଏ ସବୁ ଡ୍ରାମା ଚାଲିଛି ବୋଲି ଅର୍ଥ। ଆଉ ଏ ଜୁମ୍, ଏ ପ୍ରାର୍ଥନା, ଏ ପ୍ରଚାର, ଈଶ୍ୱରକୁ ଭୟ ଲାଗୁନାହିଁ। ଆଗମନ ଆସିଯାଉଛି, ପ୍ରସ୍ତୁତ ହେବା ବୋଲିବା ଚେତନା ଆସୁନାହିଁ। ଜଗତରୁ ପୃଥକ ହେବା ବୋଲିବା ଗୋଟେ ଫିଲିଂ ଆସୁନାହିଁ। ଚିହ୍ନ ସଫଳ ହେଉଛି ଆମ ଆଖି ସାମ୍ନାରେ। ଓ ମାଇ ଗଡ, ପ୍ରଭୁ ଆସି ଯାଉଛନ୍ତି, ରେଡି ହେବା, ପ୍ରସ୍ତୁତ ହେବା ବୋଲିଲା ପରି ଆସୁନାହିଁ, ଫିଲିଂ ଆସୁନାହିଁ। ସେବା ଏ ବେକାର ସେବା କରୁଛି ମୁଁ। ଦରକାର ନାହିଁ, ଜୁମ୍ ବି ଦରକାର ନାହିଁ। ଏତିକି ସେବାରେ, ଏତିକି ପ୍ରଚାରରେ 2 ବର୍ଷର ପ୍ରଚାରରେ ଆପଣଙ୍କୁ କିଛି ଫିଲିଂ ଆସୁନାହିଁ। ଯେତେ ସ୍ଥାନକୁ ଗଲି ମୁଁ, ବହୁତ ଜଣ ଯାହାକୁ ମୁଁ ପରିଚୟ ନେଇକି ନା ଆମର ଗ୍ରୁପରେ ଅଛନ୍ତି, ସେମାନେ କହିଲେ ଆଜ୍ଞା ଆମେ ୟୁଟ୍ୟୁବରେ ଫଲୋ କରୁଛୁ, ୟୁଟ୍ୟୁବରେ ଫଲୋ କରୁଛୁ, ୟୁଟ୍ୟୁବରେ ଫଲୋ କରୁଛୁ। ଖୁସି ହେଲେ ବହୁତ। ବହୁତ ଜଣ ମତେ ଫଟୋ ପଠାନ୍ତି, ତାଙ୍କ ପରିବାର ବଡ ଏଲଇଡି ଟିଭିରେ ୟୁଟ୍ୟୁବ ଲାଇଭ ଲଗେଇକି ସମସ୍ତେ ଶୁଣନ୍ତି। ୱାଓ, ଯେତିକି ଖୁସି ଟିକେ ଦୁଃଖିତ ବି। କାରଣ ଆପଣ ମାନେ ଏତେ ଫଲୋ କରିକି ଯଦି ଜୀବନ ସଜାଡି ପାରୁନାହାନ୍ତି ମାନେ କାହିଁକି ଆଉ ଚଳାଇବା? କୁହନ୍ତୁ, ବନ୍ଦ କରିଦେବା ଆମେ ଜୁମ୍। ଦରକାର ନାହିଁ। ଆପଣଙ୍କର ଦୋଷ ନାହିଁ, ମୋର ଭୁଲ। ମୁଁ କେଜାଣି ମୋର ପ୍ରାର୍ଥନା ସକ୍ଷମ ହେଇପାରିଲାନି, ମୋର ପ୍ରଚାର, ମୋର ଚେତନା, ମୋର ସ୍ପିରିଟ ସେତିକି ବଳବାନ ହେଇକି ଆପଣଙ୍କୁ ଚେତନା ଦେଇପାରେ, କିଛି ଚେଞ୍ଜ କରିପାରେ। ଆଇ ଏମ୍ ଏ ବିଗ ଫେଲିୟର। ପ୍ରଭୁଙ୍କ ଠାରୁ ପୁରସ୍କାର ପାଇବା ପାଇଁ କରୁନି ସେବା ମୁଁ। ସେ ଗୌରବ ଦେବେ, ସେ ମୁକୁଟ ଦେବେ, ସେ ସିଂହାସନରେ ବସାଇବେ, ଓ ମୋର ପାଇଁ ବଡ ପୁରସ୍କାର ରଖା ହେଇଛି, ଏଟା ପାଇଁ ସେବା କରୁନି। ଏଟା ସେ ତାଙ୍କର ରାଜ୍ୟର, ମୁଁ କହିଲି କି ନାଇଁ ଆପଣଙ୍କୁ, ଦାଣ୍ଡରେ ବସିଲେ ମୋର ପାଇଁ ବଡ କଥା। ତାଙ୍କ ଗେଟ୍ ବାହାରେ ଦାଣ୍ଡରେ ଥିବି ମୁଁ। ଆପଣ ଭିତରକୁ ଯାଆନ୍ତୁ, ସ୍ୱର୍ଗ ଭିତରକୁ। ଏତିକି ସେବାରେ ଯଦି ଆମ ଜୀବନରେ ପରିବର୍ତ୍ତନ ଆସୁନାହିଁ, ଯଦି ମୁଁ ଦୁଃଖିତ ଯଦି, ତାହେଲେ ପ୍ରଭୁ କେତେ ଦୁଃଖିତ ହେବେ ଟିକେ ଚିନ୍ତା କରତ। ଏତିକି ପ୍ରଚାର ଶୁଣିକି ତା ବଦଳରେ ଯେମାନଙ୍କର ପ୍ରଚାର ମିଳୁନାହିଁ,
ଯେ ବହୁତ ଜଣ କୁହନ୍ତି ଆମର ମଣ୍ଡଳୀରେ ଏମିତି ବାକ୍ୟ ମିଳୁନି ଆଜ୍ଞା, ଆମର ସଭାରେ ଏମିତି ମିଳୁନି ଆଜ୍ଞା, ସେମାନେ ଭଲ ଆହୁରି ଆମ ଠାରୁ ସେମାନେ ବେଟର, କମ ସେ କମ ଏତିକି ବାକ୍ୟ ଜାଣିଲେ ନାହିଁ, ଶୁଣିଲେ ବି ନାହିଁ ସେମାନେ, ତଥାପି ସେମାନେ ଯେମିତି ସେମିତି ପ୍ରଭୁଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି। और ଆମେ we don't even care 1%, हमें कुछ फर्क नहीं पड़ता। ओके वॉट एवर प्रभु आसुଛନ୍ତି ଆଜ୍ଞା, ପ୍ରଭୁଙ୍କର ଆଗମନରେ ଯିବା ପାଇଁ ଯଦି ଇଚ୍ଛା ଅଛି, ଲଢନ୍ତୁ, ଫାଇଟ୍, ଭାଗो, ପାପ ଛାଡିକି ପଳାଅ, ଅଧର୍ମ ଛାଡିକି ପଳାଇବାର, ସାଂସାରିକ ଲୋକମାନଙ୍କୁ ଛାଡି ଦିଅ, ଛାଡିଦେ, କାଟ ଇଟ୍ ଅଫ୍। ନା ସେ ନଥିଲେ ବଞ୍ଚିବି ନାହିଁ, ଏ ନଥିଲେ ମରିଯାଅ, ଫରକ ପଡିବ ନାହିଁ। ଲୋକମାନଙ୍କୁ ଧରି ନରକ ଯିବା ଅପେକ୍ଷା ଏକୁଟିଆ ଥାଇକି ସ୍ୱର୍ଗ ଯିବା ଆଜ୍ଞା। ଇଏ ନଥିଲେ, ସେ ନଥିଲେ, ଇଏ ନଥିଲେ, ସେ ନଥିଲେ, କାହାକୁ ଧରିକି ଯାଇପାରିବ ନାହିଁ। ସବୁ ଲୋକ अपना अपना, ମୋ ଝିଅକୁ ବୁଝାଏ ତ ଡାଡି ଲାଗି ତ ସ୍ୱର୍ଗ ଯିବ ନାହିଁ, ପ୍ରଭୁଙ୍କୁ ଧରେ, ଗୋଡ ଧରେ, ବସ। ଆପଣଙ୍କୁ ବି ସେଇଟା କହୁଛି, ରାଜି ଭାଇ ନେବେନି ସ୍ୱର୍ଗକୁ, ପ୍ରଭୁଙ୍କୁ ଦୁନିଆ ଛାଡ, ପ୍ରଭୁଙ୍କୁ ଧର, ବସ। ଦୁନିଆ ଛାଡିବାଟା ମାନେ କଣ? ଦୁନିଆଦାରୀ ଛାଡ ଆଜ୍ଞା, ଦୁନିଆର ଲାଇଫଷ୍ଟାଇଲ ଛାଡିବାର ଆଜ୍ଞା, ପଳାୟନ କର, ଦୁନିଆ ଛାଡି ପଳାଇବାର ବସ। ଆଉ କେତେ ଦିନ ବୁଝାଇବି, ଆଉ କେତେ ଦିନ ଥିବି, କେତେ ଦିନ ବଞ୍ଚିବି, କେତେ ଦିନ ଚାଲିବ ଏଇ ଜୁମ୍? ସବୁ ଜୁମ୍ ଶ୍ରଦ୍ଧା ପାଇଁ ଚାଲିଛି, ଆମର ଶ୍ରଦ୍ଧା ପାଇଁ ନ ହେଉ, ଶ୍ରଦ୍ଧା ପାଇଁ, ମଜା ପାଇଁ, ଆପଣଙ୍କର ଏଣ୍ଟରଟେନମେଣ୍ଟ ପାଇଁ, ରାଜି ଭାଇଙ୍କର ଟିକେ ଥ୍ରିଲିଂ ଲାଗିବ ନା, ଟିକେ ଥ୍ରିଲିଂ ଲାଗିବ, ଟିକେ ମିଷ୍ଟ୍ରି ଥ୍ରିଲିଂ, ସେଟା ପାଇଁ ଆଟେଣ୍ଡ କରନ୍ତୁ ହିଁ ନାହିଁ, କରନ୍ତୁ ନାହିଁ ଆଜ୍ଞା। ସଜାଡ଼ିବାକୁ ଇଚ୍ଛା କରୁଛନ୍ତି ଲାଇଫ, ଟ୍ରାକରେ ପଡୁ ବୋଲି ଭାବୁଛନ୍ତି କି? ঊର୍ଧ୍ୱ ଦୃଷ୍ଟି କରିବା ପାଇଁ ଇଚ୍ଛା କରୁଛନ୍ତି କି? ଆଗମନ ପାଇଁ ପ୍ରସ୍ତୁତ ହେବା ପାଇଁ ଇଚ୍ଛା କରୁଛନ୍ତି କି? ବାକ୍ୟକୁ ପ୍ରାକ୍ଟିକାଲ ନିଅନ୍ତୁ, ଖାଲି ଶୁଣିକି ଲେଖିକି ଖୁସି ହେବାର ନାହିଁ, ପ୍ରାକ୍ଟିକାଲ ନିଅନ୍ତୁ, ଲାଇଫରେ ଦେଖାନ୍ତୁ, ଲାଇଫ ଷ୍ଟାଇଲରେ ଦେଖାଇବା ଏସବୁ ବାକ୍ୟ, ନହେଲେ ସବୁ ବେକାର ଗଲା। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। Praise the Lord, hallelujah, thank you Jesus, praise the Lord, praise the Lord। ଆଜ୍ଞା, ସମସ୍ତଙ୍କ ଉପରେ ପ୍ରଭୁଙ୍କର ନଜର ଅଛି, ଭାବନ୍ତୁ ନାହିଁ କି ଆମେ ଲୁଚି ଲୁଚି ପଳାଇବୁ ବୋଲି, नो, ପ୍ରଭୁଙ୍କ ଦୃଷ୍ଟିରେ କିଛି ଲୁକାୟିତ କୌଣସି ବିଷୟ ଲୁଚି ପାରିବ ନାହିଁ। ବାଇବେଲ କହେ ସେ ଗୋପନରେ ଦେଖନ୍ତି। God knows our secret lives। କେମିତି ଥିବା ପାଇଁ ସେ ଆଶା କରନ୍ତି ଆମକୁ? ପବିତ୍ର ଥିବା ଆଜ୍ଞା, ପବିତ୍ର ସ୍ଥାନରେ ପରମେଶ୍ୱର ଥାନ୍ତେ ଆମ ଜୀବନରେ। Let there be God in our secret life। ଆମକୁ ସେ ପବିତ୍ର ସ୍ଥାନ ବୋଲି କହିଲେ, ଯେପରିକି ସେ ବାସ କରନ୍ତି, ହେବା କି ପବିତ୍ର ହେବା କି? ତାଙ୍କର ରକ୍ତ ଅଛି ଆମକୁ ପରିଷ୍କାର କରିବାକୁ, ତାଙ୍କର ବାକ୍ୟ ଅଛି ଆମକୁ ପବିତ୍ର କରିବାକୁ, ତାଙ୍କର ପବିତ୍ର ଆତ୍ମା ଅଛନ୍ତି। ତିନି ପ୍ରକାର ପରିଷ୍କାର ଆଜ୍ଞା, ଏଣ୍ଟାୟାର ସାଙ୍କ୍ଟିଫିକେସନ, threefold sanctification ବୋଲି କହନ୍ତି, by the blood, by the word, by the spirit। ଏ ତିନି ଜଣ ଥାଇକି ଜୀବନ କାହିଁକି ଅଶୁଚି ହେଉଛି ଆମର? ଆଜି ଦୁର୍ବଳ, ଆଜି ଖସି ଗଲୁ, ଆଜି ମନ୍ଦ ଚିନ୍ତା ଆସିଗଲା, ଆଜି ସାଙ୍ଗେ ସାଙ୍ଗେ ତ ଦଣ୍ଡ ଦେଉନାହାନ୍ତି ନା, ଚେଷ୍ଟା କର ବାହାରିବାକୁ, ସେ ଖୁସି ହେଇଯିବେ। ଚେଷ୍ଟା କର ଛାଡି ଯିବାକୁ, ଖୁସି ହେଇଯିବେ। ଚେଷ୍ଟା କର ସେଠୁ ପଳାୟନ କରିବାକୁ, ନା ଆମେ କମ୍ପ୍ରମାଇଜ ହେଉ। ହେବାନି ଆଜ୍ଞା, କମ୍ପ୍ରମାଇଜ ହେବାନି, ଛାଡି ପଳାଇବା। ଘୃଣ୍ୟ ବସ୍ତୁ, ବିନାଶକାରୀ ଘୃଣ୍ୟ ବସ୍ତୁ ପବିତ୍ର ସ୍ଥାନରେ ଠିଆ ହେବାର ଦେଖିଲେ, ଯେ ଜିହ୍ୱଦାରେ ଅଛି ସେ ପର୍ବତକୁ ପଳାୟନ କର। ପ୍ରାର୍ଥନା କରୁଛି। ମହାପବିତ୍ର ପ୍ରେମିକ ସ୍ୱର୍ଗସ୍ଥ ପିତା, ତୁମରି ପବିତ୍ର ନାମକୁ ଧନ୍ୟବାଦ ଦେଉଛି ପ୍ରଭୁ, ତୁମରି ମହାନ ଅନୁଗ୍ରହ ପାଇଁ ଧନ୍ୟବାଦ ପ୍ରଭୁ, ତୁମରି ଚେତନା ମୂଳକ ବାକ୍ୟ, ତୁମରି ଅନୁଯୋଗ ଅନୁଶାସନ ଆମ ଜୀବନରେ ଈଶ୍ୱରୀୟ ଭୟ ଆଣୁ ବୋଲି ପ୍ରାର୍ଥନା କରୁଛୁ। Lord, let there be the fear of God in us।
ଈଶ୍ୱରଙ୍କର ଭୟକାରୀ ଆତ୍ମା ଆମକୁ ତୁମେ ପ୍ରଦାନ କର ପ୍ରଭୁ। ଭଜନ ଭକ୍ତି ପଛରେ ଆଗେ ଭୟ କରିବାକୁ ଶିଖାଇଲ ପ୍ରଭୁ, ଧନ୍ୟବାଦ ଦେଉଛି। ପାପରୁ ବିମୁଖ ହେବାକୁ ତୁମେ ଚେତନା ଦେଉଛ, ଶିଖାଉଛ, ଧନ୍ୟବାଦ ଦେଉଛି। ମନ ପରିବର୍ତ୍ତନ କରିବାକୁ ଚେତନା ଦେଉଛ, ତୁମକୁ ଧନ୍ୟବାଦ ଦେଉଛି ପ୍ରଭୁ। ଆଜି ଚିହ୍ନିବାକୁ ଦିଅ କି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଫଲୋ କରୁଛୁ ନା ଭଣ୍ଡ ଖ୍ରୀଷ୍ଟକୁ ଫଲୋ କରୁଛୁ। ଆଜି ଆମଠାରେ ପବିତ୍ର ଆତ୍ମା ଅଛନ୍ତି ନା ଭ୍ରାନ୍ତିଜନକ ଆତ୍ମା ଅଛି, ଚିହ୍ନିବାକୁ ଆମକୁ ଶିଖାଅ ପ୍ରଭୁ। ତୁମରି ବାସସ୍ଥାନ ହେବା ନିମନ୍ତେ ଆମକୁ ତୁମେ ପବିତ୍ର ସ୍ଥାନ କରୁଅଛ, ଧନ୍ୟବାଦ ଦେଉଛି। ଆଉ ଏହି ମୋହର ଶରୀର ଦେହ ରୂପ ପବିତ୍ର ସ୍ଥାନରେ ଘୃଣ୍ୟ ପ୍ରତିମା ପାଇଁ ସ୍ଥାନ ନଥାଉ। ଆମ ମଣ୍ଡଳୀରେ, ଆମର ଉପାସନାରେ ଭଣ୍ଡ ଖ୍ରୀଷ୍ଟ ପାଇଁ ସ୍ଥାନ ନଥାଉ ପ୍ରଭୁ। ଚିହ୍ନିବାକୁ ସାହାଯ୍ୟ କର। ଆମେ ଯଦି ଭୁଲ କରିଛୁ, ଆମେ ଯଦି ପାପ କରିଛୁ, ଆମର ବିବେକ ଆମକୁ ବାଧି ଯାଉ ପ୍ରଭୁ, ଆମକୁ ବାଧା ଦେଉ। ଆମକୁ ସେ ଗିଲ୍ଟି କନସିୟସ୍ ପ୍ରଦାନ କରେ, ଯେପରିକି ଆମେ କନଫେସ୍ କରିପାରିବୁ, ଅନୁତାପ କରିପାରିବୁ, ଯେପରି ସାହାଯ୍ୟ କର। ଆମ ପାପରେ, ଆମର ଅସୁଚିତାରେ ଆଡଜଷ୍ଟ ହେବାକୁ ଦିଅ ନାହିଁ, ଏନ୍ଜୟ କରିବାକୁ ଦିଅ ନାହିଁ, ପଛଘୁଞ୍ଚ ହେବାକୁ ଦିଅ ନାହିଁ ପ୍ରଭୁ। ଫାନ୍ଦରେ ଫସିବାକୁ ଦିଅ ନାହିଁ, ଆଉ ଆଗମନକୁ ହାତ ଛଡା ହେବାକୁ, ମିସ୍ କରିବାକୁ ଦିଅ ନାହିଁ ପ୍ରଭୁ। ବଞ୍ଚିତ ହେବାକୁ ଦିଅ ନାହିଁ ପ୍ରଭୁ। ଆଗମନକୁ ଆମେ ମିସ୍ କରିବାକୁ ଇଚ୍ଛା କରୁନୁ ପ୍ରଭୁ। ଦୟାକର, ସାହାଯ୍ୟ କର। ଆମ ସମସ୍ତଙ୍କୁ ଚେତନା ପ୍ରଦାନ କର, ତୁମରି ଆଗମନ ପାଇଁ ପ୍ରସ୍ତୁତ କର ପ୍ରଭୁ। ତୁମେ ଗୌରବ ପାଅ। ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲେ ପିତା, आमेन। एतेबेले पिता परमेश्वर प्रेम और पुत्र प्रभु जीशु ख्रीष्टंकर असीम अनुग्रह, पवित्र आत्मांकर शांति सहायता सहभागिता, प्रभुंकर गौरवमय आगमन पर्यंत हम समस्त सदा सहवर्ती हुंतु। आमेन। जीशुଙ୍କ नामରେ जय, जीशुଙ୍କ रक्तरे जय, कलवरी क्रूसर जय। हालेलुया, हालेलुया, हालेलुया। प्रेज द लॉर्ड। प्रभु आपको आशीर्वाद